ଏଇଟା ପବିତ୍ର କଣ ୟୁଟ୍ୟୁବ ରେ ଆସିଥିଲା କମେଣ୍ଟ? ଆଜ୍ଞା ସାର୍ ୟୁଟ୍ୟୁବ ରେ ମୁଁ ଏ ଦିଟା ଭିଡିଓ ୟୁଟ୍ୟୁବ ରେ ଛାଡିଥିଲି, ପବ୍ଲିକ ଛାଡିଥିଲି ସାର୍। ଆଚ୍ଛା ଆଚ୍ଛା। ଆଜ୍ଞା ଫିବୋନାଚି ପାର୍ଟ 1 ପାର୍ଟ 2 ଦିଟା କି ହୁଁ। ପବ୍ଲିକ ଛାଡିଥିଲି। ଆଚ୍ଛା। ଆଜ୍ଞା ଓକେ, ପାର୍ଟ 3 ଟା ହବ। ଆଜ୍ଞା ସାର୍। ଆଉ 2 ମିନିଟ ଅପେକ୍ଷା କରିବା, ଆଉ 2 ମିନିଟରେ ଆସିଗଲେଣି 5 ଜଣ। ଆଉ 2 ମିନିଟରେ ଆଉ ଆସିଯିବ ବୋଧେ 2-3 ଜଣ। ଆପଣ ମାନେ ଯୋଉମାନେ ଅଛନ୍ତି, ଯଦି ଆପଣ କିଛି ପ୍ରଶ୍ନ ପଚାରିବାକୁ ଚାହାନ୍ତି ଯାହା ଆମେ ଏପର୍ଯ୍ୟନ୍ତ ଚର୍ଚ୍ଚା କରିଛେ, ଯଦି ପଚାରିବେ ତାହେଲେ ମୁଁ ତାର ଉତ୍ତର ଦେବାକୁ ଚେଷ୍ଟା କରିବି। ସାର୍ ନମସ୍କାର। ନମସ୍କାର ଆଜ୍ଞା। ସେ ଯେପର୍ଯ୍ୟନ୍ତ ଲୋକମାନେ ଆସିନାହାନ୍ତି, ଆମେ ଦେଖିବା ଯେ ଯୋଉ କ୍ୟାଲକୁଲେସନ ହଉଛି ଫିବୋନାଚିର, ସେଇଟାକୁ ତାର ମ୍ୟାଥମେଟିକାଲ ଏକ୍ସପ୍ରେସନ କେମିତି ହୁଏ, କେମିତି କ୍ୟାଲକୁଲେଟ କରାଯାଏ। ମୁଁ ଗୋଟେ ତିଆରି କରିଥିଲି ଫିବୋନାଚି କ୍ୟାଲକୁଲେଟର, ଯୋଉଟା କି ଏଇଟା ହେଇଯିବ ଫିବୋନାଚି ଏକ୍ସଟେଣ୍ଡ। ଏଇଟା ହଉଛି ଆକ୍ଚୁଆଲି ରିଟ୍ରେସମେଣ୍ଟ। ଆଉ ଏଇଟା ହେଇଯିବ ଫିବୋନାଚି ଏକ୍ସଟେନସନ। ସାର୍ ସ୍କ୍ରିନରେ ଦେଖେଇ ନାହିଁ ସାର୍। ସ୍କ୍ରିନ୍ ଦେଖାଯାଉନି? ମୁଁ କୋଉ ସ୍କ୍ରିନ୍ ସ୍କ୍ରିନ୍ ଆପଣଙ୍କ ଲାପଟପ୍ ସ୍କ୍ରିନ୍ ଟା କେବଳ ଅଛି। ଆରେ ଓ ଓକେ ଓକେ, ତାକୁ ତ ଚେଞ୍ଜ କରିବାକୁ ପଡୁଛି। ମୋର ସ୍କ୍ରିନ୍ ନମ୍ବର 1 ଟୁ ଅଲଗା ଅଲଗା ହେଇଯାଇଛି। ବର୍ତ୍ତମାନ ଦେଖାଉଛି ମୋ ସ୍କ୍ରିନ୍? ଆଜ୍ଞା ଆଜ୍ଞା ସାର୍। ଏକ୍ସେଲ ଦେଖାଉଛି? ଆଜ୍ଞା ଓକେ। ଆଚ୍ଛା, ବର୍ତ୍ତମାନ ମୁଁ ଦେଖଉଛି ଯେ ୟାର କ୍ୟାଲକୁଲେସନ କେମିତି ହଉଛି। ଯଦି ଦେଖିବେ, ଏଇଟା ମୁଁ ଏଇଠି ରଖୁଛି। ଏଠି ଆମେ ଦେଖୁଛୁ ପିରାମଲ ଏଣ୍ଟରପ୍ରାଇଜର ଗୋଟେ ଡେଲି ଚାର୍ଟ ଅଛି। ସେଥିରେ ଆମେ ବାହାର କରିବା ଗୋଟେ ରିଟ୍ରେସମେଣ୍ଟ। ରିଟ୍ରେସମେଣ୍ଟ କେମିତି ଦେଖିବା? ସପୋଜ ଆମେ କହୁଛେ ଯେ ଏଇଠୁ ତଳୁ ଉପରକୁ ଯାଇକି ତା ତଳୁ ଖସୁଛି, ଯଦି ତଳକୁ ଯିବ ତାହେଲେ କୋଉ କୋଉ ଲେଭେଲ ହବ, କେମିତି କାଢିବା? ଆମେ ରିଟ୍ରେସମେଣ୍ଟ ଆଣିବା ଗୋଟେ ସୁଇଙ୍ଗ ଲୋ ରୁ ସୁଇଙ୍ଗ ହାଇ। ସେ କଣ ବାହାର କରୁଛି ଦେଖନ୍ତୁ। ଏଇଟା ହେଲା ଆପଣଙ୍କର 0.236, ଅର୍ଥାତ୍ ଆମର ଏଠି ରେଞ୍ଜ କଣ ହେଲା? ଆମେ ଲୋ ନେଲୁ ଏଇ ଜାଗାରୁ, ଯୋଉଟା କି 4 ଜୁନ ର ଲୋ, ଆଉ ହାଇ ନେଲୁ 2 ଅଗଷ୍ଟର ହାଇ। ବର୍ତ୍ତମାନ ସେଇ ଦିଟା ଭ୍ୟାଲ୍ୟୁ ନେଇଯିବା। ସେ ଲୋଟା ହେଲା 736.6, 736.6 लो ହେଲା 736.6। ଆଚ୍ଛା, ଆମର ହାଇଟା କେତେ ହେଲା? ହାଇଟା ହେଲା 1064। ବର୍ତ୍ତମାନ ଦେଖନ୍ତୁ ହାଇ ଆଉ ଲୋ ର ରେଞ୍ଜ, ମାନେ ହାଇ ମାଇନସ ଲୋ ହେଇଗଲା 327.4। ଆମେ ଯେତେବେଳେ କରୁଛେ 0.236, ସୋ 0.236 ର ଅର୍ଥ ହଉଛି, 0.236 ର ଅର୍ଥ ମ୍ୟାଥମେଟିକାଲି ହଉଛି, ଯେତେବେଳେ ମୁଁ ପରସେଣ୍ଟେଜରେ କନଭର୍ଟ କରିଦେବି, ଏଇଟା ହେଇଯିବ 23.6। ଏଇଟା ଲେଖେ 23.6। ଏଗୁଡାକ ହେଇଗଲା ଆମର ଫିବୋନାଚିର ଲେଭେଲ୍ସ। ଯଦି ଆମର ହାଇ ଆଉ ଲୋ ଏୟା ହେଲା, ବା ଲୋ ଆଉ ହାଇ ଏୟା ହେଲା, ତାହେଲେ 0.236 କଣ ହବ? ସେ କହୁଛି 986.73। ଦେଖିବା
986.73 कारण आमर चार्ट रे 73 देखेबनी 5 पैसा रो ठीक साइज से चेंज हबो तो एटा हेगला 986.75 0.5 टे केते होची 900 900.3 देखिबा एठी केते हिची ए देखंतु 900.3 61.8 हला 861.67 तो एटा 861.7 बा 65 हेतिबो देखिबा 6.618 टा केते होची 861.65 तो कैलकुलेशन कौन होची यार कैलकुलेशन एया होची जे हाई माइनस लो जो रेंज टा आसिला से रेंज को हमें मल्टीप्लाई कर दोचे परसेंटेज रे ए जो रेंज हला एटको मल्टीप्लाई कर देली परसेंटेज रे ते वैल्यू आसी गला से जो वैल्यू आसिला सेटा को मो हाई रो माइनस कर देबी ताले एटा को मो प्रथमे दुईटा पॉइंट जे नै जाउची डिसिमिलर टू प्लेसेस देन द लेवल इज हाई माइनस देखो से आसला 986.73 कौन कराई हाई माइनस लो जो रेंज आसला से रेंज को फिबोनाची रेशियो रे मल्टीप्लाई कर देले जो वैल्यूटा आसला सेटा में हाई रु माइनस कर देला को हमको मिल गला लेवलटा देखो मैं सेटा को शेयर कर जिबी B7 को मैं फ्रीज कर दोची जदि आपण माने एक्सेल भले जानते ताले बुझ पारे मैं कोन कहूची अच्छा एठी भी जेटा माइनस करछि B5 रो B5 को मैं फ्रीज कर दोची बर्तमान याको जदि मु टाणी देबी तळको से लेवल तक आसीबो देखो तो से लेवल आछ आपण माने बुझ परछन्ती यार कैलकुलेशन केमति होची अच्छा कार किछि बोधे रेस्पॉन्स आसुनी अच्छा समस्त आसी गेलन ताले हमें फुल क्लास टा आरंभ करतो अच्छा नमस्कार आमे पर्यंत जहाँ डिस्कस करथिले फिबोनाची रिट्रेसमेंट और एक्सटेंशन फिबोनाची रिट्रेसमेंट रे हमें देखथिले बुलिश रो बियरिश रो बुलिश एक्सटेंशन हमें देखथिले बुलिश एक्सटेंशन ता अर्थ बुलिश रेंज कंटिन्यूएशन गोटे बुलिश रेंज अछि से कंटिन्यू करूची ताले हम तको केमिते लेवल काढी परिबा एट देखंतु एट से पिरामिड एंटरप्राइज जोटा हमें काले देखुथिले तार जदि मु एक्सटेंशन टाणुची ताहले गोटे स्विंग लो स्विंग हाई और स्विंग लो जदि एमिति टणा हला तार हमर एंट्री लेवल होची 0.236 रे जोटा केले 952 तार फर्स्ट टारगेट हबो 0.5 1038 सेकंड टारगेट हबो 1077 जोटा कि 0.618 थर्ड टारगेट हबो 1 जदि चाहिबे मझिरे मध्ये नै परिबे 0.786 ये भी गोटे फिबोनाची रेशियो ठीक अछि या मझिरे मध्ये गोटे रेशियो अछि से रेशियो रो वैल्यू केते के मन रखचंदी 0.236 और 0.5 मझिरे रेशियोटा এই রেশিও ଅଛି এটা ଥିଲା 0.382 এটা হচ্ছে 0.382 রেশিও এই দুইটা রেশিও को 0.382 और 0.618 को फिबोनाची सीरीज रे मध्य कहा जाए गोल्डन रेशियोस गोल्डन रेशियो अर्थात এই রেশিও ସବୁଠୁ ଅଧିକା इन एवरीथिंग दैट हैपेंस इन दिस यूनिवर्स ए गोल्डन रेशियो को ମାନନ୍ତି ନମ୍ବର୍ସ ତେଣୁ 0.382 ଆଉ 0.618 ତାକୁ କିଏ କହିପାରିବ 38.2% ଆଉ 61.8% ଏଇ ଦିଟାକୁ କୁହାଯାଏ ଗୋଲ୍ଡେନ ରେସିଓସ୍ କିନ୍ତୁ ଆମେ କାହିଁକି 0.236 ନଉଛେ ତାହେଲେ ଆମକୁ ଟିକେ अर्लियर एंट्री मिलियो बोली हमको 0.382 गला ଟିକେ ଉପରକୁ एंट्री मिलियो 0.236 रे बेटर एंट्री मिलियो ଯଦି ଆମେ ସ୍विଙ୍ଗ ଟ୍ରେଡ୍ କରୁଛେ ତାହେଲେ ଆମେ 0.382 କୁ ନେଇକି 0.236 କୁ ନେଇକି ଏଣ୍ଟ୍ରି ଚାଲିବା ଆଉ trading डेली चार्ट रे जदि हमें स्विंग ट्रेड करूचे ताले हमर टारगेट हबो 0.618 0.5 में किंतु जेहेतु कहली मार्केट रे कोनस जिंसर गारंटी नहीं तेणु सेफ रहया पे का हमें स्टॉप लॉस को ट्रेल करी जिबा ता संगे रे हमें किछि किछि प्रॉफिट मते बुक करी जिबा तो केमती बुक करी जिबा जेति कि हम पाखरे पोजीशन थिबो तार जदि चाहिबे टिके सेफ रहया पे 0.5 लेवल रे 50% बुक करी तापर बाकी तक ट्रेल करी चलथिबे ताहले आपनकर लॉस हबार संभावना नाही किंतु जदि आपण ने रिस्क नबाकू चाहुचंती ताहले आपण 0.618 पर्यंत अपेक्षा करी से लेवल पहुंचिया पर्यंत सेठी बुक करिवे जेतेबेले आपण
ऑप्शन रे ट्रेड करूचंती ताहले 1 मिनिट चार्ट रे ऑप्शन रे 0.618 ही एंट्री हबो आउ तार एग्जिट हो माने टारगेट अचीव हो 0.618 0.5 नुहे आउ 1 मिनिट चार्ट रे 0.236 रे भी एंट्री न करके अपन ता तळ को एंट्री कर परबे 0.146 जदि आपण निजरो किछि लेवल टाइम दबाक चाहउछन जेंति एटी 0.146 नाही एटी मु जाई जे कोन गोटे जिंस को चेंज कर परबे एटी लिखा है ने पैरामीटर्स 0.32 जगह में 0.146 कर देले मते गोटे 0.146 रो लेवल मते मिल जिवो एटी तळे मिल गला ए जगह रे मु एंट्री कर परिबी जदि मु ऑप्शन ट्रेड करूची ऑप्शन चार्ट ऊपर 1 मिनिट रे ड्रॉ कले मु 0.146 रे एंटर करी करी 0.618 रे एग्जिट कर परिबी चलन देखिबा गोटे मु देखि दिए निफ्टी देखिदबा एटा निफ्टी रो 3 मिनिट रो चार्ट गत काल रे हम देखिबा सपोज हमर एई समय रे 9:51 रे 9:51 ମୋ ପ୍ରାଇସ୍ ଥିଲା 24,793 ତ ଆମେ ଧରିନବା 24,800 ର କଲ୍ ଅପସନ ଠିକ ଅଛି ତ ଏଠି ମୁଁ 24,800 ର କଲ୍ ଅପସନ ନଉଛି ଏଇଠି ନେଇଯାଉଛି 29 ଅଗଷ୍ଟ 24,800 ର କଲ୍ ଅପସନ ଏଥିରେ ମୁଁ ସିପିଆର ହଟେଇ ଦଉଛି ଏଠି ମୁଁ ଆଡ୍ କରୁଛି ଏଠି କଣ ନଉଛି 1 ମିନିଟ୍ ର ଚାର୍ଟ ଦେଖନ୍ତୁ ଏଠି ଗୋଟେ ମୁଁ ଫିବୋନାଚି ଏକ୍ସଟେନସନ ଟାଣୁଛି Fibonacci extension टाणिली 24,800 कॉल ऑप्शन निफ्टी 29 अगस्त एक्सपायरी मु 1 मिनिट रे लो नेली 948 रो लो हाई नेली 1035 रो हाई और लो नेली 1038 रो लो एठी ता पूर्वर भी लो भी सेम अछि सेठी भी नै जाय परियो नेला पर से कोन देखौची जे हमर एंट्री होची एट 159 और टारगेट होची 174 सो आपनकर एठी केते पॉइंट रे मिल गेला ए जो देखिबा 850 ଆପଣଙ୍କୁ 15 ପଏଣ୍ଟ ର ଟାର୍ଗେଟ ମିଳୁଛି ଆଉ ଷ୍ଟପ୍ ଲସ୍ କେତେ ପଏଣ୍ଟ ର ମିଳୁଛି ବହୁତ ଛୋଟ ଷ୍ଟପ୍ ଲସ୍ ମିଳୁଛି ଏଇଠୁ 5 ପଏଣ୍ଟ ର ଷ୍ଟପ୍ ଲସ୍ 5 ପଏଣ୍ଟ ର ଷ୍ଟପ୍ ଲସ୍ 15 ପଏଣ୍ଟ ର ଟାର୍ଗେଟ ତାର ରିସ୍କ ରିୱାର୍ଡ ରେସିଓ ଆପଣଙ୍କର ହେଇଗଲା 1:3 ତ ଏଠି ଆପଣ ଏଭଳି ଭାବରେ ଟ୍ରେଡ୍ କରିପାରିବେ ମୁଁ ଏନକରେଜ କରିବି ଯଦି ଆପଣଙ୍କ ମନରେ ପ୍ରଶ୍ନ ଅଛି ପଚାରନ୍ତୁ କାରଣ ଏଇଟା ଏତେ ସହଜ କନସେପ୍ଟ ନୁହଁ ବୁଝିବା ପାଇଁକା ତେଣୁ ଯଦି ଆପଣ ପଚାରିବାକୁ ଚାହୁଁଛନ୍ତି ନିଶ୍ଚୟ ପଚାରନ୍ତୁ ବର୍ତ୍ତମାନ ଆମେ ଦେଖି ସାରିଛେ ଫିବୋନାଚି ଏକ୍ସଟେନସନ ଅନ୍ ଦି ବୁଲିଶ ସାଇଡ୍ ଏବେ ଦେଖିବା ଫିବୋନାଚି ଏକ୍ସଟେନସନ ଅନ୍ ଦି ବିୟରିଶ ସାଇଡ୍ ଯେତେବେଳେ ମାର୍କେଟ ତଳ ଖସି ଖସି ଚାଲୁଛି କେତେ ଖସିବ ବା କୋଉଠି ମୁଁ ଏଣ୍ଟ୍ରି କଲେ ମୋ ପାଇଁକା ପ୍ରଫିଟେବଲ ହବ କେମିତି ଜାଣିବା ଯେ ଗୋଟେ ବିୟରିଶ ଟ୍ରେଣ୍ଡ କଣ୍ଟିନ୍ୟୁ କରୁଛି ବୋଲି କେମିତି ଜାଣିବା କଣ୍ଟିନ୍ୟୁଅସ ଲୋଅର ହାଇ ଲୋଅର लो କରି ଚାଲିଥିବ ଧରି ନିଅନ୍ତୁ ଏଇଠୁ ସେ ଖସିଲା ପ୍ରିଭିୟସ लो କାଟିଲା ପୁଣି ତଳକୁ ଗଲା ପୁଣି ଉପରକୁ ଗଲା ପୁଣି ତଳକୁ ଆସିଲା ଏଇ ଜାଗାରେ ଆମକୁ ଲାଗୁଛି କଣ୍ଟିନ୍ୟୁ କରିବ ତଳକୁ ଯିବା ପାଇଁକା ସୋ ଲେଟ୍ ଅସ୍ ଡ୍ର a Fibonacci extension सेम रूल जहां हमें देखिଥିଲେ ଏଠି लॉन्ग रे जे between A and B A should be the highest high B should be the lowest low between B and C B should be the lowest low C should be the highest high how a BC ର range should be less than equal to 50% of AB range ଏଠି ଆମକୁ ଲାଗୁଛି ଯେ AB range ରୁ ପାଖାପାଖି 50% ଅଛି ତାହେଲେ କଣ କରିବା ଆମକୁ ଆଉ ଗୋଟେ ଲେଭେଲ ଦେଖିବାକୁ ପଡିବ ଏଟା ଭ୍ୟାଲିଡ ହବ ନାହିଁ ଏଇଟା ଦେଖାଗଲା between A and B A should be the highest high B should be the lowest low between B and C B should be the lowest low C should be the highest high ବର୍ତ୍ତମାନ ଇଏ କଣ ଦେଖେଇଲା ଆମର ଏଣ୍ଟ୍ରି କୋଉଠି ହଉଛି 0.236 ରେ ମନେ ରଖନ୍ତୁ ଏଟା ଡେଲି ଚାର୍ଟ ରେ ମୁଁ ଦେଖୁଛି ଗୋଟେ କ୍ୟାଣ୍ଡେଲ ଗୋଟେ ଦିନର
डेली चार्ट रे एंट्री हम 0.236 रे शॉर्ट एंट्री हम कारण में बियरिश कंटिन्यूएशन देखुचे तार फर्स्ट टारगेट हम 0.5 सेकंड टारगेट हम 0.618 थर्ड टारगेट अपन 0.786 फोर्थ टारगेट इज 1 देखो तो केते बढ़िया भाव रे सेही लेवल को मार्केट रेस्पेक्ट करूची जेकोनसी इंस्ट्रूमेंट रो जेकोनसी टाइम फ्रेम रे आपण याको व्यवहार करि परिबे नियम या हला जे जो ड्रॉ करिवार नियम से नियम को मानिबे एंट्री रो जो नियम अछि ताकू मानिबे एग्जिट रो जो नियम अछि ताकू मानिबे अर्थात जेतेबेले आपण एठी एंट्री करछन सेतेबेले आरएसआर रो वैल्यू 40 तळकु थिबा दरकार आपण त शॉर्ट एंट्री करछन जदि लॉन्ग एंट्री करछन सेतेबेले आरएसआर रो वैल्यू 60 ऊपर हवा दरकार ताहले 0.236 रे एंटर करिवे ଆପଣଙ୍କର ଫର୍ଷ୍ଟ ଟାର୍ଗେଟ ହବ 0.5 ସେକେଣ୍ଡ ଟାର୍ଗେଟ 0.618 ଥର୍ଡ ଟାର୍ଗେଟ 0.786 ଫୋର୍ଥ ଟାର୍ଗେଟ ଇଜ 1 ଯଦି ଆପଣ ଟ୍ରେଲ କରି ଚାଲିବେ ତାହେଲେ ଆପଣ 1 ପର୍ଯ୍ୟନ୍ତ ମଧ୍ୟ ତାକୁ ନେଇପାରିବେ ନହେଲେ ଧରି ନିଅନ୍ତୁ ଆପଣ 1 କୁ ଆସିକି ତା ତଳକୁ ଗଲାନି ତାହେଲେ ଆଟଲିଷ୍ଟ 0.786 ପର୍ଯ୍ୟନ୍ତ ଆପଣ ପ୍ରଫିଟ ବୁକ୍ କରିପାରିବେ ଠିକ ଅଛି ଯୋଉମାନେ ଲ୍ୟାପଟପ୍ ବା ଡେସ୍କଟପ୍ ବର୍ତ୍ତମାନ ବ୍ୟବହାର କରୁଛନ୍ତି ସେମାନେ କୌଣସି ଯଦି ଚାର୍ଟ ଦେଖୁଛନ୍ତି ମତେ କୁହନ୍ତୁ ତାହେଲେ ସେଇ ଚାର୍ଟ ଖୋଲିକି ମୁଁ ତା ଉପରେ ଫିବୋନାଚି ଡ୍ର କରି ଆପଣଙ୍କୁ ଦେଖେଇବି এইটা ଆମେ ଦେଖିଲେ ଗୋଟେ ଇନଷ୍ଟ୍ରୁମେଣ୍ଟ ରେ ଗୋଟେ ନିଫ୍ଟିର ଅପସନ ଉପରେ ବର୍ତ୍ତମାନ ଦେଖୁଛୁ ଆମେ ଗୋଟେ ଷ୍ଟକ୍ ଉପରେ ଦେଖିବା ଏଇଟା କଣ ଅନ୍ୟାନ୍ୟ ଜିନିଷ ଉପରେ କାମ କରୁଛି ଲେଟ୍ ଅସ୍ ଗो ଟୁ କ୍ରୁଡ ଅଏଲ ସେପ୍ଟେମ୍ବର ଫ୍ୟୁଚର ଏଟା ମୁଁ କ୍ରୁଡ ଅଏଲ ମିନି ଦେଖୁଛି ମିନି କଣ୍ଟ୍ରାକ୍ଟ ଡେଲି ଚାର୍ଟ ରେ କୌଣସି କମୋଡିଟି କୁ ତ ଡେଲିରେ କରନ୍ତିନି ଧରିନିଅନ୍ତୁ ମୁଁ ତାକୁ 15 ମିନିଟର ଚାର୍ଟ ଦେଖୁଛି 15 ମିନିଟର ଚାର୍ଟ କ୍ରୁଡ ଅଏଲ ସେପ୍ଟେମ୍ବର ମିନି ର ଫ୍ୟୁଚର ଯେ ଦେଖିବା ଏଇଟା ଗୋଟେ ହାୟର ହାଇ ହାୟର लो କରି କରି ଚାଲିଛି ଆମେ ତାକୁ ଦେଖିବା ଯେ ଏଠି ଆମେ ଯଦି ଲଙ୍ଗ ନବା ତାହେଲେ କୋଉଠି ତାର ଅପରଚୁନିଟି ତିଆରି ହଉଛି କାଲିର ଗୋଟେ ପ୍ରଶ୍ନ ଥିଲା ଯେ କୋଉ ଜାଗାରୁ ଟାଣିବା କୋଉଠୁ ଟାଣିଲେ ଠିକ ଅଛି ମୁଁ କହିଥିଲି ଯେକୌଣସି ସ୍ୱିଙ୍ଗ ର ଦେଖାଯାଉ ସେ କୋଉ ଦିନର କେତେ ଦିନ ପୂର୍ବର କେତେ ଘଣ୍ଟା ପୂର୍ବର ତାର କୌଣସି ଇମ୍ପାକ୍ଟ କିଛି ନାହିଁ ଆପଣ ଫିବୋନାଚି ଲେଭେଲ ଉପରେ ଯେମିତି କି ଏଇଟା ଟାଣିଲି ଏଇଟା ହଉଛି 21 ଅଗଷ୍ଟର ରାତି 11:15 ର लो ଆଉ ତାପରେ ନଉଛି ଏଟା ହାଇଟା କୋଉଠି 22 ଅଗଷ୍ଟର ରାତି 10ଟାର ହାଇ ଆଉ लो ନଉଛି ମୁଁ 23 ଅଗଷ୍ଟର ସକାଳ 9ଟାର लो ନେଲା ପରେ କହୁଛି ଲଙ୍ଗ ଯିବା ପାଇଁକା ଏଠି ମୁଁ 0.236 ରେ ଏଣ୍ଟର କରିବି ଫର୍ଷ୍ଟ ଟାର୍ଗେଟ 0.5 ସେକେଣ୍ଡ ଟାର୍ଗେଟ 0.618 ଦେଖନ୍ତୁ ଥର୍ଡ ଟାର୍ଗେଟ ପାଖରେ ଆସିକି ସେ ନିଜକୁ କ୍ଲୋଜ କରିଛି ଆମେ ସେମିତି ଦେଖିବା ଗୋଟେ ୟାର लो ବି ଏଇଟା ଦେଖିଲେ ଫିବୋନାଚି ଏକ୍ସଟେନସନ ଲଙ୍ଗ ଅବିକା ଦେଖିବା ଫିବୋନାଚି ଏକ୍ସଟେନସନ ଶର୍ଟ ବା ବିୟରିଶ ଦେଖନ୍ତୁ ଏଇ ଡ୍ରଇଂଟା କରିଥିଲେ ଭୁଲ ଥିଲା ଡ୍ରଇଂ ଏଥିରେ କଣ ଭୁଲ ଥିଲା କିଏ କହିପାରିବେ ଏଇ ଡ୍ରଇଂଟା କାହିଁକି ଭୁଲ ଯୋଉଠି ଆପଣ ହାଇ ସାର୍ ହାଇ ସେଇଟା ସାର୍ ତା ପରେ ଗୋଟେ ହାଇ ଅଛି ସାର୍ ପରେ ହଁ ହାଇ ବିଲକୁଲ ପର ହାଇଟା ନବାକୁ ପଡିବ ଏଇଟା ନେବି ଯଦି ମୁଁ ଏମିତି କରିଦେଲି ଭୁଲ ହେଇଯିବ ସୋ ଯୋଉଟା କହିଥିଲେ ବିଟୱିନ୍ ଏ ଆଣ୍ଡ ବି ଏ ସୁଡ୍ ବି ଦି ହାଇଏଷ୍ଟ ହାଇ ବି ସୁଡ୍ ବି ଦି ଲୋଏଷ୍ଟ ଏଠି ଦେଖନ୍ତୁ ସେ ଗୋଟିଏ କ୍ୟାଣ୍ଡେଲ ମୁଁ ହାଇ लो ନେଇଯାଇଛି ବି ସି ରେ ଏଇଟା ମଧ୍ୟ ସମ୍ଭବ ଯଦି ଆପଣଙ୍କୁ ମିଳୁନି କୌଣସି ହାଇ लो ଗୋଟିଏ କ୍ୟାଣ୍ଡେଲ ହାଇ लो ମଧ୍ୟ ଆପଣ ବ୍ୟବହାର କରିପାରିବେ ଦ୍ୟାଟ୍ସ ଅଲସୋ ପରମିସିବଲ କିନ୍ତୁ ସେଇ କଣ୍ଡିସନ ରହିବା ଦରକାର ବିଟୱିନ୍ ଏ ଆଣ୍ଡ ବି ଏ ସୁଡ୍ ବି ହାଇଏଷ୍ଟ ହାଇ ବି ସୁଡ୍ ବି ଲୋଏଷ୍ଟ ବାସ୍ ଏତିକି ଦରକାର ଯଦି ଗୋଟିଏ କ୍ୟାଣ୍ଡେଲ ବି ସି ପଏଣ୍ଟ ନଉଛନ୍ତି ସେ ତ ଫୁଲଫିଲ ହେଇଗଲା ବର୍ତ୍ତମାନ ଦେଖନ୍ତୁ ଏଠି ଦଉଛି ଯେ 0.236 ତଳକୁ ଗଲେ ଆପଣଙ୍କର ସର୍ଟ କରିବା କଥା ପୁରା ଟାର୍ଗେଟ 0.5 ଏଠି କିନ୍ତୁ ସେ ମାନିଲା ନାହିଁ ଯେତେବେଳେ ଆପଣ ସବୁଯାକ କଣ୍ଡିସନ ଫୁଲଫିଲ ଥିଲା ଏଠି 0.5 କୁ 0.236 କାଟିଲା ବେଳକୁ ଆରଏସଆଇ 40 ତଳକୁ ଅଛି କିନ୍ତୁ ତଥାପି ସେ ଫେଲ କରିଗଲା ଏଠି ଯାଇକି ଆପଣଙ୍କୁ ଷ୍ଟପ ଲସ୍ ହଉଥିଲା ଅଲସୋ କ୍ୟାନ୍ ହାପନ୍ ୟାର ସକ୍ସେସ ରେଟ୍ ହଉଛି ପାଖାପାଖି 78 ରୁ 80% ତା ଅର୍ଥ ଆଉଟ ଅଫ 100 ଟ୍ରେଡ୍ସ there is a possibility that 20 to 22 trades may fail ଯେମିତି ଏବେକା ଏଠି fail କିନ୍ତୁ ତା ପୂର୍ବରୁ ଯଦି ଦେଖିବେ ହୁଏତ ସେଟା କୋଉଠି ମିଟ୍ କରିଯାଇ ପାରିଥାଏ ଏଠି ଦେଖନ୍ତୁ ଏକ୍ଜାକ୍ଟଲି ଏଇଠି ଆସି ମିଟ୍ କରିଛି 0.5 ରେ ଫର୍ଷ୍ଟ ଟାର୍ଗେଟ ମାରି ଦେଇଛି ଇଟ୍ସ ପସିବଲ
କାରଣ କେତେ ତଳକୁ ଯିବ ଆମେ ଜାଣିନା, କିନ୍ତୁ ଫିବୋନାଚି ଲେଭେଲ ଦେଇଦବା। 100ଟା ଟ୍ରେଡ ରୁ 20ଟା ରୁ 22ଟା ଟ୍ରେଡ ଆପଣଙ୍କୁ ଫେଲ କରିପାରେ, ଯୋଉଥିରେ ଷ୍ଟପ ଲସ୍ ଲାଗିପାରେ। 78 ପ୍ଲସ୍ ଟ୍ରେଡ୍ସ ରେ ଆପଣଙ୍କୁ ସକ୍ସେସ୍ ମିଳିବ ଯଦି ଆପଣ ଏଇ ସବୁ ଯାକ ନିୟମ ମାନିକି ଚାଲିବେ। ଆଉ କିଛି ଦେଖିବା, ଏଇଟା ଆମେ ଦେଖିଲେ କ୍ରୁଡ ଅଏଲ ରେ 15 ମିନିଟ। ମୁଁ କ୍ରୁଡ ଅଏଲ ରେ ଡେଲି ଚାର୍ଟ ଦେଖିବାକୁ ନା ଆୱାରଲି ଚାର୍ଟ ଦେଖିବା। 15 ମିନିଟ ଦେଖିଲେ 1 ଘଣ୍ଟାର ଚାର୍ଟ ଦେଖିବା। ଲେଟ୍ସ ସି। ଏଠି ବିଲକୁଲ ୟାର କୌଣସି ରିଲେଭେନ୍ସ ନାହିଁ ଯେ ଏଇଟା କୋଉ ତାରିଖର କୋଉ ଦିନର। ଚାର୍ଟ ରେ ଯାହା ଦେଖାଯାଉଛି ସୁଇଙ୍ଗ ହାଇ लो, ଦ୍ୟାଟ ଇଜ ଓକେ ଫର ଅସ୍। ଏଟା ଡେଲି ଏଟା ଦେଖୁଛି ଆୱାରଲି ଚାର୍ଟ ରେ, 1 ଘଣ୍ଟାର ଚାର୍ଟ ରେ। ସେ କହୁଛି ଯଦି 6173 ଉପରୁ କାଟିକି ଗଲା, ଫାର୍ଷ୍ଟ ପହଞ୍ଚିବ 6215, ସେକେଣ୍ଡ ପହଞ୍ଚିବ 6233, ପହଞ୍ଚିଗଲା। ଆପଣ ଦେଖିଲେ 15 ମିନିଟରେ ମଧ୍ୟ ଟାର୍ଗେଟ ଆଚିଭ୍ କରିଥିଲେ, ଘଣ୍ଟାକରେ ମଧ୍ୟ ଟାର୍ଗେଟ ଆଚିଭ୍ କରିଛି। ଦେଖିବା ଏଟା ପାଣି 4 ଘଣ୍ଟା। ଭର୍ତ୍ତି କରିନବୁ ସେଠି ଚୋରି ଆଇବ କାଢ ସେଠି ଖୋଜୁଛୁ କେନେ। ତ 4 ଘଣ୍ଟାରେ ଦେଖିବା, ତାପରେ ଡେଲିରେ ଦେଖିବା। ଏଟା 4 ଘଣ୍ଟାର। 4 ଘଣ୍ଟାରେ ଏଠି ଆମେ ଗୋଟେ ଫିବୋନାଚି ଏକ୍ସଟେନସନ ଟାଣିବା ଫର ବିୟରିଶ ଟ୍ରେଣ୍ଡ। ଦେଖନ୍ତୁ एंट्री दଉଛି at 6372, ଗୋଟେ ସର୍ଟ କରିବା ପାଇଁକା। ଫର୍ଷ୍ଟ ଟାର୍ଗେଟ ହେଉଛି ଆପଣଙ୍କର 6285, ସେକେଣ୍ଡ ଟାର୍ଗେଟ 6246, ତାପରେ ଥର୍ଡ ଆଉ ଫୋର୍ଥ ଟାର୍ଗେଟ ମଧ୍ୟ ସେ ଆଚିଭ କରିଛି। ଏଇଟା ହେଇଗଲା ଆମର ବିୟରିଶ ଟ୍ରେଣ୍ଡ କଣ୍ଟିନ୍ୟୁଏସନ ରେ। ଯଦି ଆମେ ଲଙ୍ଗ ରେ ଦେଖିବା, ଏଠି ଦେଖିଦବା 4 ଘଣ୍ଟାର କ୍ୟାଣ୍ଡେଲ। ଏଠି ଏଣ୍ଟ୍ରି ଦଉଛି 6271, ଟାର୍ଗେଟ ହଉଛି 6353 and second target 6390, third target 6442 and fourth target is 6529 ए 6509। ये सब जगह अचीव ହେଇଛି। ଯେତେ ଯୋଉ କହନ୍ତି ଗୋଟେ କଥା, ଷ୍ଟକ୍ ମାର୍କେଟ କେବଳ ଦୁଃଖ ହିଁ ଦୁଃଖ ଅଛି। ଦୁଃଖ କାହିଁକି? ଟ୍ରେଡ ନେଇଥିଲେ, ଲସ୍ ହେଇଗଲା, ସେ ତାର ଜେନ୍ୟୁଇନ ଦୁଃଖ। ତାଠୁ ବଡ ଦୁଃଖ ହଉଛି ଯେ ମୁଁ କମ ପ୍ରଫିଟ କରି ବାହାରିଗଲି। ସେ ଦୁଃଖର କୌଣସି ଶେଷ ନାହିଁ। ଯେ ମୁଁ ବାହାରି ଗଲି ଧରି ନିଅନ୍ତୁ 6390 ରେ, ସେ ଯାଇକି 6509 ପହଞ୍ଚିଗଲା। ତ ଏଇ ଦୁଃଖରୁ କେମିତି ଦୂର ଆପଣ ବର୍ତ୍ତି ପାରିବେ, ସେଥିରୁ କେମିତି ବାହାରି ପାରିବେ, ଏତିକି ଜାଣିକି ଧରିବେ, ବୁଝିବେ ଯେ ମୁଁ ପ୍ରଫିଟ କରିଛି, ସେଇଟା ମୋ ପାଇଁ ସୁଖ। ତାପରେ କେତେ ପ୍ରଫିଟ ହେଲା ସେଥିରେ ମୋର କିଛି ରିଲେସନସିପ ନାହିଁ, ତାକୁ ମତେ ମନକୁ ଆଣିବାକୁ ନାହିଁ। ତାର କୌଣସି କାରଣ ନାହିଁ ଯେ ମୁଁ କାହିଁ ଧରି ପାରିଲିନି, କାରଣ କେହି ବି ଜାଣିନାହାନ୍ତି ଯେ ମାର୍କେଟର ହାଇ କୋଉଠି ବା ଲୋ କୋଉଠି। ଯେତିକି ଆପଣ ପ୍ଲାନ କରିଥିଲେ ସେତିକି ଆପଣଙ୍କୁ ମିଳିଗଲା, ୟୁ ସୁଡ ବି ହାପି। ତାର କୌଣସି ସମାଧାନ ନାହିଁ ଯେ ନାଇଁ ମୁଁ ଅଧିକା ପ୍ରଫିଟ କରିପାରିଲି ନାହିଁ ବୋଲି। ଠିକ ଅଛି। ବର୍ତ୍ତମାନ ଦେଖିବା ଏଠି, ଯେତେବେଳେ ଗୋଟେ ଟ୍ରେଡ ଆମେ ଟାଣି ସାରିଲା ପରେ, ଧରନ୍ତୁ ଏଇଠି ଆମେ କରୁଛେ, ଏଠି ଗୋଟେ ଟାଣିଦେଲେ, ଏଠି ଆମେ ଟାଣିଲେ ଯେ ଉପରକୁ ଯିବ ବୋଲି। କାହିଁକି ଟାଣୁଛନ୍ତି ନା ଏଠି ଆସିଲା ଗୋଟେ, ଏଠି ପୁଲ ବ୍ୟାକ୍ ଦେଲା, ଉପରକୁ ଯିବ। ଉପରକୁ ଯିବ ବୋଲି କୋଉଠି ଆମେ ଏଣ୍ଟ୍ରି କରିବା? 6600 ରେ। ସେ ଉପରକୁ ଗଲା ନାହିଁ, ତେଣୁ ଟ୍ରେଡ ହବ ନାହିଁ। ଯଦିଓ ଏସବୁ ଜାଗାରେ ମଧ୍ୟ ଆପଣଙ୍କର RSI 60 ଉପରକୁ ଥିଲା, କିନ୍ତୁ ସେ କୋଉଠି ଦେଲା ନାହିଁ ଏଣ୍ଟ୍ରି, ସେ ତଳକୁ ପଳେଇଲା। ଯେମିତି ତଳକୁ ପଳେଇଲା, ପୁଣି ଯଦି ଆଶା ଥିବ ଆଉଥରେ ଉପରକୁ ଯିବ, ଆଉଥରେ ଟାଣିଦେବା, ତ ପୁଣି ସେ ଜିରୋ ଲେଭେଲକୁ କାଟିଦେଲା। ଯଦି ଜିରୋ ଲେଭେଲ କଟିଗଲା, ତାହେଲେ ସେ ଫିବୋନାଚିର ଆଉ କୌଣସି ରିଲେଭାନ୍ସ ନାହିଁ, କୌଣସି ତାତ୍ପର୍ଯ୍ୟ ନାହିଁ, ତାକୁ ଛାଡିଦବ। ଆଉଥରେ ଦେଖିବାକୁ ପଡେ କିଛି ଚାନ୍ସ ମିଳୁଛି କି ନାହିଁ ବୋଲି। ଆମେ ପୁରୁଣା ଦେଖିବା କିଛି। ମୁଁ ଏଠି ଗୋଟେ ସୁଇଙ୍ଗ ହାଇରୁ ଏଠି ଗୋଟେ ସୁଇଙ୍ଗ ଲୋ ପାଇଁ ଟାଣିବାକୁ ଚାହୁଁଛି। bearish continuation, ଏଠି ସବୁ ଯାକ ଫୁଲଫିଲ ହଉଛି କଣ? A ଆଉ B ଭିତରେ A is the highest high, B is the lowest low, B ଆଉ C ଭିତରେ B is the lowest low, C is the highest high। ବର୍ତ୍ତମାନ ସେ କଣ କହୁଛି? ଆମର ଏଣ୍ଟ୍ରି ହଉଛି 0.236 ରେ। 0.23 ରେ ଏଣ୍ଟ୍ରି ହଉଛି। ଏଇ କ୍ୟାଣ୍ଡେଲ ଦେଖିବେ, ଏଇ କ୍ୟାଣ୍ଡେଲରେ ଯୋଉ 9ଟା ବେଳର କ୍ୟାଣ୍ଡେଲ 19 ଜୁଲାଇର, ସେତେବେଳେ RSI ଆପଣଙ୍କର 40 ତଳକୁ ନାହିଁ, ତେଣୁ ଏଣ୍ଟ୍ରି କରିବେ ନାହିଁ, ଅପେକ୍ଷା କରିବେ। ଏଠି ଗୋଟେ ଗ୍ରୀନ କ୍ୟାଣ୍ଡେଲ ହେଲା, ତାପରେ ଯୋଉ ରେଡ କ୍ୟାଣ୍ଡେଲ ହେଲା, ସେଟା 40 ତଳକୁ ଆସିଲା। ଆପଣ ରଖିଥିବେ ଯେ ଯେତେବେଳେ 40 ତଳକୁ ଯିବ ସେଠି ମତେ ଏଣ୍ଟ୍ରି କରିବାକୁ ହେଇପାରେ ଯେ ଆପଣଙ୍କୁ 6721 ରେ ମିଳିଲାନି, ତା ତଳକୁ ମିଳିବ 6091 ରେ ମିଳିବ, 6691 ରେ, ସେଠି ଏଣ୍ଟ୍ରି କରିବେ। କଲା ପରେ ଆପଣ ଫାର୍ଷ୍ଟ ଟାର୍ଗେଟ ଏଇଟା, ସେକେଣ୍ଡ ଟାର୍ଗେଟ, ଥର୍ଡ ଟାର୍ଗେଟ, ଫୋର୍ଥ। as simple as that। ଧରି ନିଅନ୍ତୁ ସେମିତିଆ ଆପଣ ତଳକୁ ତଳକୁ ଚାଲିଛନ୍ତି, ସେ ଆହୁରି ତଳକୁ ଯିବ ବୋଲି, ସପୋଜ ଏଠିକି ଆସିଗଲେ,
ଆମେ ମନେ ରଖନ୍ତୁ 4 ଘଣ୍ଟାର କ୍ୟାଣ୍ଡେଲ ଦେଖୁଛେ। ଏଠି ବି ଦେଲା ଏଣ୍ଟ୍ରି ଏଇ ଜାଗାରେ, ଯେତେବେଳେ ଏଠି ହଉଛି ସେଠି RSI 40 ତଳକୁ ଯାଇଛି, ମୋର 0.5 ରେ ଏଣ୍ଟ୍ରି ମିଳିଗଲା। ତାପରେ ଆଉ ତଳକୁ ଗଲାନି, କଣ କଲା, ଇଏ ଯାଇକିରି ଉପରେ ଏ ଯୋଉ ଜିରୋ ଲେଭେଲ ସହ ତାକୁ କାଟି ଦେଇଛି। ଯେତେବେଳେ କାଟିଦେଲା ତାହେଲେ ଏ ଫିବୋନାଚି ଲେଭେଲର ଆଉ କୌଣସି ଯଥାର୍ଥତା ନାହିଁ, ତାକୁ ଆମେ ଆବାଣ୍ଡନ କରିକିରି ରିଡ୍ର କରିବାକୁ ପଡିବ। ଆଉ ଥରେ ରିଡ୍ର କରିଦେଲି, ରିଡ୍ର କଲା ବେଳେ କଣ ହେଲା, ଏଣ୍ଟ୍ରି ଆଉ ଗୋଟେ ବାହାରିଗଲା 6357, ଏଟାକୁ କାଟିଲେ 0.5 0.618। ଏମିତି ଆପଣ କରି କରି ଯିବେ। ଯେତେବେଳେ ଯଦି ଲେଭେଲଟା ମିଳିଲାନି ବା ଲେଭେଲଟା ବହୁତ ଅଧିକା ଭାବରେ ଗଲା, ଦେଖନ୍ତୁ ଏଇ ଜାଗାରେ କଣ ହେଇଛି। ଏଇ ଜାଗାରେ ଯୋଉଟା କି 2 ଅଗଷ୍ଟ ଦିନ ଗୋଟାଏ ବେଳେ ସେ କାଟିଛି ଏଠି, କିନ୍ତୁ RSI ଆପଣଙ୍କ 40 ତଳକୁ ନାହିଁ। ଠିକ ତୃତୀୟ କ୍ୟାଣ୍ଡେଲଟା କଣ କଲା, ଯୋଉଟା କି ସନ୍ଧ୍ୟା 5ଟାର କ୍ୟାଣ୍ଡେଲ, ସିଏ ଏକାଥରେ ଏଇଠୁ ବାହାରିଲା, ବାହାରିକିରି 0.5 କାଟିକି ପଳେଇଲା। ଯଦି ମନେ ଥିବ ମୁଁ କହିଥିଲି ଆପଣଙ୍କୁ, ଯଦି ଆପଣଙ୍କର ଟ୍ରିଗର କ୍ୟାଣ୍ଡେଲ, ଏଣ୍ଟ୍ରି କ୍ୟାଣ୍ଡେଲ ସିଧା ଯାଇକି 0.5 କୁ ମାରୁଛେ, ସେଟାକୁ ଛାଡିଦେବେ, ଆପଣ ସେ ଟ୍ରେଡ ନେବେ ନାହିଁ। ତା ଅର୍ଥ ମାର୍କେଟ ଅନଷ୍ଟେବଲ ହେଇଯାଇଛି ବୋଲି ଦେଖାଯାଉଛି। ଦେଖନ୍ତୁ କେତେ ବଡ କ୍ୟାଣ୍ଡେଲଟା ହେଇଛି। ଏ କ୍ୟାଣ୍ଡେଲ ରେଞ୍ଜ କେତେ, 6104 ରୁ 6339। ଧରି ନିଅନ୍ତୁ ଏ ପାଖାପାଖି 235 ପଏଣ୍ଟର ଗୋଟେ କ୍ୟାଣ୍ଡେଲ। 235 ପଏଣ୍ଟର କ୍ୟାଣ୍ଡେଲ ଆପଣ କେବେ ଏଣ୍ଟ୍ରି କରିପାରିବେ ନାହିଁ ଏଥିରେ, କ୍ରୁଡ ଅଏଲରେ। ତା ଅର୍ଥ ମାର୍କେଟ ଅନଷ୍ଟେବଲ ହେଇସାରିଛି। ତାହେଲେ କଣ କରିବେ, ଅପେକ୍ଷା କରିବେ, ଯଦି ପୁଣି ଥରେ ଉପରକୁ ଯାଇକି ସେଠୁ ତଳକୁ ଆସିବ, ଆସିଲା ନାହିଁ, ଉପରକୁ ପଳେଇଲେ ଛାଡିଦେବେ। ବର୍ତ୍ତମାନ ପ୍ରଶ୍ନ ହଉଛି, ଏଟାକୁ ମୁଁ ଲକ୍ କରିଦଉଛି, ଯେ ଯେତେବେଳେ ଏଠୁ ପୁଣି କାଟିକି ଆସିଲା ଏଠୁ ଏଣ୍ଟ୍ରି କରିବେ କି ନା, କରିବେ ନାହିଁ, କାରଣ ଏ ଲେବୁଲ ସବୁ ବଦଳି ସାରିଛି। କଣ ବଦଳି ସାରିଛି, ଯଦି ମୁଁ ତାକୁ ଡ୍ର କରୁଛି, ରିଡ୍ର କରୁଛି, ଦେଖନ୍ତୁ ଅସୁବିଧା କଣ ହଉଛି, ଯେତେବେଳେ ଏ ରେଞ୍ଜ ଟାକୁ ମୁଁ ବହୁତ ବଡ କରିଦଉଛି, ମୋ ଷ୍ଟପ୍ ଲସ୍ ବହୁତ ବଡ ହେଇଯାଉଛି। କେତେ ଷ୍ଟପ୍ ଲସ୍ ଅଛି, ଯୋଉମାନେ କ୍ରୁଡ ରେ କାମ କରନ୍ତି ସେମାନେ ବୁଝିପାରିବେ। 200 ପଏଣ୍ଟର ଷ୍ଟପ୍ ଲସ୍, କ୍ରୁଡ ରେ 200 230ର ଷ୍ଟପ୍ ଲସ୍ ରେ କେବେ କେହି କାମ କରନ୍ତିନି, ବହୁତ ବଡ ଷ୍ଟପ୍ ଲସ୍ ହେଇଯାଉଛି। କାହିଁକି ଷ୍ଟପ୍ ଲସ୍ ହେଲା ବଡ, କାରଣ B ଆଉ C ର ରେଞ୍ଜ ବହୁତ ବଡ ହେଇଛି। ତେଣୁ ଏଠାରେ କଣ କରିବେ, କିଏ ସଜେଷ୍ଟ କରିବେ ଏଠାରେ ୟାର କଣ ସମାଧାନ ନେଇପାରେ? ୟାକୁ ତ ଟ୍ରେଡ କରିବାର ନାହିଁ, 228 ପଏଣ୍ଟର ଷ୍ଟପ୍ ଲସ୍ ଅଛି, ତାହେଲେ ଏଥିରେ କଣ ଟ୍ରେଡ କରାଯିବ, କୋଉଠୁ ଡ୍ର କରାଯିବ? ସାର୍ ଏଟାକୁ ଟିକେ ଚେଞ୍ଜ କରିବା। ଆମେ ଏଟାକୁ ପୁରା ଡିଲିଟ କରିଦବା, ଆଜ୍ଞା କରିଦେଇକିରି ଆମେ ଏଇଠୁ ନବା। ଏଇଟା ଦେଖିବା, ନହେଲେ ଏଠି ଦେଖିପାରିବା। ଖାଲି ଚେକ୍ କରିବାକୁ ପଡିବ ଯେ ଏଇ ଦିଟାର लो ସମାନ କି ତାଠୁ କମ। ଏହାର ଲୋ ହେଲା 6271, এটা 6272। ତାର ତ ଏଇ ଲୋ ଟାକୁ ନେବାକୁ ପଡିବ, କାରଣ 6272 ଟିକେ ଉପରେ ଅଛି। ଏଠି ଯଦି ମୁଁ ଏଠି କରୁଛି, ତାହେଲେ କଣ ହେଲା, ମତେ କଣ ଏଣ୍ଟ୍ରି ମିଳିବ, ଏଠୁ ମତେ ସର୍ଟ କରିବାକୁ ଅଛି, ଫର୍ଷ୍ଟ ଟାର୍ଗେଟ, ସେକେଣ୍ଡ ଟାର୍ଗେଟ, ଥର୍ଡ ଟାର୍ଗେଟ, ଫୋର୍ଥ ଟାର୍ଗେଟ। ତାପରେ ଯଦି ମତେ କରିବାକୁ ଅଛି, ତାହେଲେ ମୁଁ ପୁଣି ଥରେ ରିଡ୍ର କରିଦେଲି, ଏଠୁ ଆସିଲା ଫର୍ଷ୍ଟ ଟାର୍ଗେଟ, ସେକେଣ୍ଡ ଟାର୍ଗେଟ ହେଇଯାଉଛି। ତେଣୁ ଆପଣ ମାର୍କେଟକୁ ଦେଖିକି ଯେମିତି କ୍ୟାଣ୍ଡେଲ ଫର୍ମେସନ ହଉଥିବ, ଯେମିତି ଟ୍ରେଣ୍ଡ ଚେଞ୍ଜ ହଉଥିବ, ସେ ଅନୁସାରେ ଆପଣଙ୍କର ଡ୍ରଇଂ ମଧ୍ୟ ବଦଳି ଚାଲିଥିବ। ଆମେ ଦେଖିବା ଆଉ ଗୋଟେ ଜିନିଷ, ଏଇ କ୍ରୁଡ ଅଏଲ ମିନିରେ ମୁଁ ଡେଲି ଚାର୍ଟରେ ଦେଖୁଛି, ଏ ସବୁ ଟାଇମ ଫ୍ରେମରେ କାମ କରେ, ଖାଲି ଆପଣଙ୍କ ନିୟମ ମାନିକି ଚାଲିବାକୁ ପଡେ। ଦେଖନ୍ତୁ ଏଠି ଗୋଟେ ବିୟରିଶ ଟ୍ରେଣ୍ଡ କଣ୍ଟିନ୍ୟୁ କରିଥିଲା, ତାପରେ ଏଠି ଗୋଟେ ବୁଲିଶ ଟ୍ରେଣ୍ଡ ହଉଛି। ଆଗ ବିୟରିଶ ଦେଖିବା, ତାପରେ ବୁଲିଶ ମଧ୍ୟ ଦେଖିବା। ଏଠି ଗୋଟେ ବିୟରିଶ ଟ୍ରେଣ୍ଡ, ଏ ଡେଲି ଚାର୍ଟରେ। ଏହାର ହାଇ ନେଲି ମୁଁ 28 ସେପ୍ଟେମ୍ବର 2023, लो ନେଲି ମୁଁ 8 ନଭେମ୍ବର 2023, ଆଉ ଏ ହାଇ ନେଲି ମୁଁ 14 ନଭେମ୍ବର। ଏଠି ଏଣ୍ଟ୍ରି କହୁଛି ଯେତେବେଳେ ମୋର 6241 କାଟିଦବ, ତାହେଲେ ମୁଁ ତଳକୁ ନେବା ଉଚିତ। ଫର୍ଷ୍ଟ ଟାର୍ଗେଟ ଏଇଆ ହବ। ଏଠି ତଳକୁ କାଟିଦେଲା, କାଟିଲା ପରେ ଏଠି ଆପଣଙ୍କ RSI ମତେ 40 ତଳ ଥିଲା, କିନ୍ତୁ ଗୋଟେ ୱିକ୍ ଯାଇ ଉପରକୁ ମାରି ଦେଇଛି, ଏଠି ଆପଣ ଷ୍ଟପ୍ ଲସ୍ ଲାଗିଯିବ। ଲାଗିଲା ପରେ କଣ କରିବେ, ରିଡ୍ର କରିବେ, ଆଉ ଥରେ ପୋଜିସନକୁ ଦେଖିବା ପାଇଁକା। ଷ୍ଟପ୍ ଲସ୍ ଲାଗିଲେ ବାହାରି ଯିବ, ଅପେକ୍ଷା କରିବେନି। ଏଠି ଦେଲା, ଏଠି କାଟିବ 6213,
फर्स्ट टारगेट वाला 5729, सेकंड टारगेट 5512 इसलानी फर्स्ट टारगेट देला व्हिच इज गुड, व्हिच इज प्रीटी गुड। तो देखिबा हमर केते मिलिला एठी हमर पॉइंट पाखापाखि 468 पॉइंट, पाखापाखि 500 पॉइंट मिलगला। तो 500 पॉइंट अर्थात आपनकर 50,000 टଙ୍କା लॉट साइज आर 100। सो ମୁଁ ଦେଖେଇଲି ଆପଣଙ୍କୁ 15 ମିନିଟ, ଗୋଟେ ଘଣ୍ଟା, 4 ଘଣ୍ଟା, ଗୋଟେ ଦିନର ଆପଣଙ୍କୁ ଦେଖେଇଲି। ମୁଁ କିଛି ଗୋଟେ ଦିଟା ଷ୍ଟକ୍, ତାପରେ ଦେଖେଇଲି ଇଣ୍ଡେକ୍ସ। ଇଣ୍ଡେକ୍ସ ରେ ମୁଁ ଅପସନ ଦେଖେଇଲି, ତାପରେ ଦେଖୁଛି ଆପଣଙ୍କୁ କ୍ରୁଡ ଅଏଲ ବା କମୋଡିଟି। ଅବିକା ଦେଖିବା ଗୋଟେ ଫରେକ୍ସ ର ଦେଖିବା। ସପୋଜ ୟୁଏସଡି ଆଇଏନଆର ଏଥିରେ ଆସୁଛି ନା ନାଇଁ? ନା, ଏଥିରେ ଆସୁନି। ଓ ଆରେ ପବିତ୍ର ଧନରେ କଣ ନାହିଁ କି କରେନ୍ସିସ୍? ଦେଖିବା ମୁଁ ସାର୍ ଫ୍ୟୁଚର୍ସ। ଧନ ୟୁଜ କରିନି ସାର୍। ଆଚ୍ଛା ଆଚ୍ଛା, ଠିକ ଅଛି ଠିକ ଅଛି। ମୁଁ ଗୋଟେ କାମ କରୁଛି, ମୁଁ ଗୋଟେ ଇଏ କରିଦଉଛି। ମୁଁ ଫାୟାର୍ସ ରେ ଖୋଲି ଦଉଛି, ଫାୟାର୍ସ ଖୋଲିକି ଦେଖେଇ ଦଉଛି। ୟୁଏସଡି ଆଇଏନଆର ର ଗୋଟେ ମୁଁ ଫ୍ୟୁଚର ନେଇଗଲି। ଆଉ ଏଇଟାକୁ ମୁଁ ଆକ୍ଚୁଆଲି ଯେତେବେଳେ ଫରେକ୍ସ ରେ ଟ୍ରେଡ କରାଯାଏ ନର୍ମାଲି ଗୋଟେ ଘଣ୍ଟାର ଉପରେ ଦେଖାଯାଏ, କାରଣ ଏତେ ମୁଭମେଣ୍ଟ ହୁଏନି। ଭିନ୍ନ ଭିନ୍ନ ଆସେଟ କ୍ଲାସ ର ଭିନ୍ନ ଭିନ୍ନ ବିହେଭିୟର ଅଛି। ଆମେ ଦେଖୁଛେ ୟୁଏସଡି ଆଇଏନଆର 28 ଅଗଷ୍ଟ ର ଏକ୍ସପାୟରୀ ର ଫ୍ୟୁଚର। ଏଥିରେ ଦେଖିବା ଏଥିରେ କାମ କରୁଛି କି ନାଇଁ। এটা ମୁଁ ଫାର୍ସ ବ୍ରୋକର ଆକାଉଣ୍ଟ ରେ ଖୋଲିକି ଦେଖଉଛି। ଆୱାରଲି ଚାର୍ଟ ଯେହେତୁ ପ୍ରତି ଆସେଟ କ୍ଲାସ ର ବିହେଭିୟର ଅଲଗା ଅଛି, ତାକୁ ସେଇ ଅନୁସାରେ ଆମକୁ ଦେଖିକିରି ତାକୁ ବ୍ୟବହାର ମାନେ ୟୁଜ କରିବାକୁ ପଡିବ। এটা ମୁଁ ଟିକେ ଚେଞ୍ଜ କରେ, এটা କାହିଁକି ତାର ଡେଲି ସେପାରେଟର ଟା ଦେଖେଇ ଦଉଛି। ବଢିଆ ଲାଗିଲା। ବର୍ତ୍ତମାନ ଦେଖିବା ଆମେ ଏଠି ଗୋଟେ ଫିବୋନାଚି ଏକ୍ସଟେନସନ ଟାଣିକି ଏଠି ଦେଖା ଯାଉଛି ଯେ ଦିଟାକ ଇଏମଏ ଉପରକୁ ଚାଲିଛି, ତ ବୁଲିଶ ଟ୍ରେଣ୍ଡ ଅଛି। ତ ଟାଣିକି ଦେଖିବା ଆମେ। এটা আমি দেখুଛେ ଆୱାରଲି ଚାର୍ଟ यूएसडी आईएनआर ର ଏଠି ଚାଲିଲା। ଏଇଟା ହେଲା ଏଣ୍ଟ୍ରି ଲେଭେଲ। ଫର୍ଷ୍ଟ ଟାର୍ଗେଟ ଦିସ୍ ଦ 0.5, ସେକେଣ୍ଡ ଟାର୍ଗେଟ ଦିସ୍। ଏତେ ସମୟ ଲାଗେ କାରଣ
ଯେମିତି ଷ୍ଟକ୍ ବା ଅପସନ୍ସ ରେ इंडेक्स ऑप्शंस रे जेमती प्राइस मूवमेंट हुए हमर फॉरेक्स रे सेमती मूवमेंट हुए नाही तार गोटे लिमिटेशन अछि वर्तमान तो आमे देखले एटा गोटे यूएसडी आईएनआर इंडियन मार्केट रे एटा एनएससी रे लिस्टेड अछि हमें देखिया बहुत सारे आजकल लोक क्रिप्टो रे ट्रेड करछन्ती क्रिप्टो रे काम करू कि देखिबा क्रिप्टो करेंसी रे भाबा कि 10,000 रु अधिका अछि हमर एसेट्स एटा बिटकॉइन एथर्स एगोटा तो सब चले 24 घंटा तो बर्तमान लाइव मार्केट अच्छी लाइव मार्केट रे किछि लगे देखिदबा जे 10-15 मिनट किछि ହେଲା ମୁଁ 15 ମିନିଟର ଚାର୍ଟ ଲଗେଇଛି ଏଠି ଜଣା ପଡୁଛି ମାର୍କେଟ ଗୋଟେ ରେଞ୍ଜ ବାଉଣ୍ଡ ଅଛି କିନ୍ତୁ ଯଦି ଦେଖିବେ ଇଏ କଣ କରିଛି ବାରମ୍ବାର ହାଇ କରିକି लो କରୁଛି ଗୋଟେ ରେଞ୍ଜ ଚାଲିଛି କଣ ରେଞ୍ଜ ଅଛି ଏଠି ଏଇଟା ଅଛି ରେଞ୍ଜ ए रेंज भितर मार्केट अछि तेणु हमको अवॉइड करिया कते आते ट्रेड करिया कने हमको लेवल खोजी के रखि के रेडी के रहबो अछि तो आमे कोन करबा एठी दीटा लेवल टाणी के रखबे दीटा लेवल माने ना जानि ने एठू मार्केट बुलिश जीवो कि बेरिश कोन करबा हमें बुलिश पे का बेरिश पे का दीटा को पे का हमें लेवल टाणी के रेडी रहजबे जोटा हमको मिले सेटा ट्रेड करबा एठी हमें कोन करछे दीटा अलग अलग नॉलेज को यूटिलाइज करछे एठी कोन करछि मु गोटे बुलिश एक्सटेंशन टाणुछि ये कौन कहूँ जदि 64,620 ऊपर को जीवा ताला लॉन्ग नेबी ता सहित आ गोटे मु बुलिश रिट्रेसमेंट टाणी दउछि एटा को टिके रंग बदली दउछि अदरवाइज हमु जानि एटे कष्ट हबो जोटा शॉर्ट एंट्री हबो तार एंट्री लेवल ताको रेड कलर में कर दउछि कोन होई कहूछि हमें अबका मार्केट रो जेकोन डायरेक्शन में प्रिपेयर्ड जदि जीरो लेवल को हटे दउछि लुचि दउछि जदि यार प्राइस गला 64,620 ऊपर को आ सेही समय रे आरएसआई 60 ऊपर को अछि ताहले हमें लॉन्ग जी किंतु जदि मार्केट बदली गला आ 63,950 तळ को पळैला आ आरएसआई 40 तळ को ताहले हम शॉर्ट जीवा ताहले कोन करा होछि एठी हमर हमें दी प्रकार रो ट्रेंड पे का प्रिपेयर्ड रहिछे जो ट्रेंड मिले सेटा नबा जेतेବେଳେ मार्केट आरंभ हुए सकाळ जेतेବେଳେ मार्केट खुले जो माने इंडेक्स रो ऑप्शन ट्रेड करते से माने एई जिंस करिया उचित प्राइस एक्शन देखि करी लॉन्ग और शॉर्ट दी प्रकार रो ट्रेंड पे का प्रस्तुत हे रहबा उचित जो ट्रेंड मिलिला कंडीशन फुलफिल होवा कथा ताले ट्रेड नै जा किछि प्रश्न अछि पर्यंत सर नमस्कार नमस्कार आज्ञा सर आउ थरे टिके टाणिथिले भल ହେଇଥାନ୍ତା ଟିକେ जानि पाइली ये सब जाक मो ड्राइंग कर सको डिलीट कर दोछ आ थरे टाइम दोछ आ सर तारा तो एथरे हम कोन देखुचे जोटा भी एसेट था एटा लाइव मार्केट अछि बिटकॉइन एथर्स ए दीटार करेंसी पेयर माने क्रिप्टो करेंसी पेयर रे हमें निक रखचे हमें एठी जानि ने मार्केट बुलिश जीवो कि बेरिश जीवो एठू ऊपर को जीवो कि तळक जीवो हम जानि ने ठीक जानि ने जे ए गोटे रेंज रे चलची प्राइस आउ ता सहित आरएसआई वर्तमान मझिया मझी अछि पाखापाखि से 50-55 पाखापाखि अछि तेणु मार्केट किछि कहूनी मु किछि क्लियर इंडिकेशन दउनी जे एटा बुलिश अछि कि बेरिश अछि बुलिश हबो कि बेरिश हबो आमे निजको प्रिपेयर कर रखिया उचित जे बुलिश गले हम को लेवल पसिबा बेरिश गले को लेवल पसिबा शॉर्ट कट कोटु करिवा लॉन्ग कोटु करिवा जेहेतु एटा हायर हाई हायर लो करिछि करि गोट जगह से कंसोलिडेशन होछि तार डिस्ट्रीब्यूशन चलछि आमे कोन करिवा एठु आमे टाणी देबा गोटे बुलिश एक्सटेंशन टाणी देला पर से कोन कहला जदि प्राइस 64,632.86 ऊपर को गला हम एक्सपेक्ट करिया फर्स्ट टारगेट 65,758 सेकंड टारगेट 66,261 तो आमे सेते प्रस्तुत किंतु जदि एंती हेलानी तळ खसी गला आमे कोन करिया गोटे एठी रिट्रेसमेंट टाणी देबा रिट्रेसमेंट टाणला कहूची जदि प्राइस 63,948 तळ को कटिला सेतळ दे आरएसआई 40 तळ को हम शॉर्ट कर देबा
स्पेशली ଯେତେବେଳେ ଆପଣ ଦିନ ବେଳେ ଟ୍ରେଡ୍ କରୁଛନ୍ତି ସକାଳୁ ଯେତେବେଳେ 9:30 9:40 ଭିତରେ ଆପଣ ଦି ପ୍ରକାରର ଲେଭେଲ ଟାଣିକି ରେଡି ହେଇକି ରହିଥିବେ ନିଫ୍ଟି ବ୍ୟାଙ୍କ ନିଫ୍ଟି ଫିନ୍ ନିଫ୍ଟି ମିଡ୍ କ୍ୟାପ୍ ନିଫ୍ଟି ଯୋଉଥିରେ ଆପଣ ଟ୍ରେଡ୍ କରୁଛନ୍ତି ତାପରେ ଆପଣ ଟାଣିକି ଲେଭେଲ ରେଡି କରି ରଖିଥିବେ। ଦେଖିଦେବା ଆମେ କେମିତି ଟାଣିକି ରଖିବା। ଏଠି ମୁଁ କଣ କରୁଛି ଏଟାକୁ ମୁଁ କରିଦଉଛି 3 ମିନିଟ୍ କରିକିରି ଏଠି ମୁଁ ନେଇଯାଉଛି ନିଫ୍ଟି ବା ଏଠି ନେଲେ ବ୍ୟାଙ୍କ ନିଫ୍ଟି ବ୍ୟାଙ୍କ ନିଫ୍ଟି 3 ମିନିଟ୍ ଏଠି ମୁଁ ନେଉଛି ନିଫ୍ଟିର 3 ମିନିଟ୍ ଏ ଦିଟା ଉପରେ ମୁଁ ଡ୍ର କରିକି ରଖିଦଉଛି। ଧରି ନିଅନ୍ତୁ ଆସନ୍ତା କାଲି ମାନେ ସୋମବାର ଆଜି ତ ଶନିବାର ସୋମବାର ଦିନ ଯୋଉ ମାର୍କେଟ ଖୋଲିବ ତାର ମୋର ଭ୍ୟୁ କଣ ହବ ମୁଁ ତାକୁ କଣ କରିବି ଏଠି ପଳେଇ ଯାଉଛି ଧରି ନିଅନ୍ତୁ 15 ମିନିଟର ଚାର୍ଟ 15 ମିନିଟର ଚାର୍ଟ ଦେଖିଲି ଏଠି ମତେ କଣ ଦେଖାଯାଉଛି ମୋର ଇଣ୍ଟରପ୍ରିଟେସନ କଣ ଅଛି ମୋର ଇଣ୍ଟରପ୍ରିଟେସନ ଅଛି 15 ମିନିଟରେ ଏ ଗୋଟେ ରେଞ୍ଜରେ ମାର୍କେଟ ବ୍ୟାଙ୍କ ନିଫ୍ଟି ଗୋଟେ ନିଜକୁ କନସୋଲିଡେଟ କରି ରଖିଛି ୟାରି ଭିତରେ ମୁଁ ଜାଣିନି ଇଏ ଉପରକୁ ଯିବ କି ତଳକୁ ଯିବ ତେଣୁ ଉପର ଆଉ ତଳ ଦି ପ୍ରକାରର ମୁଭମେଣ୍ଟ ପାଇଁକା ମୁଁ ନିଜକୁ ପ୍ରସ୍ତୁତ କରି ରଖିବା ଉଚିତ। ପ୍ରସ୍ତୁତ କଣ କରିବି ମୁଁ ଟାଣି ଦଉଛି ଫିବୋନାସି ଏକ୍ସଟେନସନ ବୁଲିଶ ଏଠି ମ୍ୟାଗ୍ନେଟଟାକୁ ଅନ୍ କଲେ ଏକ୍ସାକ୍ଟ ଲେଭେଲ ମତେ ଦେଇଦବ। ବର୍ତ୍ତମାନ ମୋର ବୁଲିଶ ଟ୍ରେଣ୍ଡ ପାଇଁକା ମୋର ଲେଭେଲ ରେଡି ହେଇକି ରହିଗଲା। ଯଦି 51,041.85 ଉପରକୁ ଯାଉଛି ଆଉ RSI 60 ଉପରକୁ ଯାଉଛି ମୁଁ ନିଶ୍ଚିତ ଭାବରେ ଲଙ୍ଗ ଟ୍ରେଡ୍ ନେବି ବା କଲ୍ କିଣିବି କିମ୍ବା ପୁଟ୍ ବିକ୍ରି କରିବି ଯାହା ଡିସାଇଡ୍ କରିବି। କିନ୍ତୁ ତଳକୁ ଗଲେ କଣ କରିବି ତଳକୁ ଯିବା ପାଇଁକା ମୁଁ କହୁ ମୋର ଆଇଡିଆ କଣ ହଉଛି କେତେବେଳେ ଆମେ ରିଟ୍ରେସମେଣ୍ଟ ଆଣୁ ଯେତେବେଳେ ଆମେ ଏକ୍ସପେକ୍ଟ କରୁ ଯେ ଟ୍ରେଣ୍ଡ ରିଭର୍ସାଲ ହବ। ଟ୍ରେଣ୍ଡ ରିଭର୍ସାଲ ମାନେ କଣ ହବ ବର୍ତ୍ତମାନ ବୁଲିଶ ଟ୍ରେଣ୍ଡ ରୁ ବିୟରିଶ ହବ ତ ମୁଁ ଏଠି ଏକ୍ସଟେନସନ ଟାଣି ଦଉଛି ସରି ରିଟ୍ରେସମେଣ୍ଟ ଟାଣି କଣ ଦେଖୁଛି ଯଦି 50,932 ଟଙ୍କା ତଳକୁ ବ୍ୟାଙ୍କ ନିଫ୍ଟି ରହିଲା ଆଉ ସେତେବେଳେ RSI 40 ତଳକୁ ରହିଲା ତାହେଲେ ମୁଁ ସର୍ଟ କରିବି। ଏ ଦିଟା କଣ୍ଡିସନ ଫୁଲଫିଲ ହବା ଦରକାର। ତ ମୁଁ ଲଙ୍ଗ ଆଉ ସର୍ଟ ଦିଟା ପାଇଁ ପ୍ରସ୍ତୁତ ଅଛି। ନିଫ୍ଟିରେ ଦେଖିଦେବା ଏଇଟାକୁ ମୁଁ ଦେଖିଲି 15 ମିନିଟ ଦେଖୁଛି ଏଟାକୁ ହେଇପାରେ ମୁଁ 30 ମିନିଟ ବି କରିଦେଇପାରେ ତ ଦ୍ୟାଟ୍ସ ଫାଇନ୍ କିନ୍ତୁ ଗୋଟେ ଘଣ୍ଟାର ଉପରକୁ ନେଇକି କଲେ କଣ ହବ ରେଞ୍ଜ ବହୁତ ବଡ ହେଇଯିବ। ଦେଖନ୍ତୁ ରେଞ୍ଜ କେତେ ବଡ ହବ 15 ମିନିଟରେ ସର୍ଟ ଦେଖନ୍ତୁ 50,932 ରୁ 50,725 ଇଏ ପାଖାପାଖି 200 ପଏଣ୍ଟର ଆପଣଙ୍କୁ ରେଞ୍ଜ ମିଳୁଛି। ଏଠି ଦେଖନ୍ତୁ କେତେ ମିଳିବ ଏଠି ମିଳୁଛି 51,041 ରୁ 51,248 ଏ ବି ପାଖାପାଖି 208.7 ପଏଣ୍ଟର ରେଞ୍ଜ ମିଳୁଛି। ତ ଏତିକି ଯାଏ ଲେଭେଲ ଆକ୍ସେପ୍ଟେବଲ ଅଛି। ନିଫ୍ଟିରେ ମୁଁ ଦେଖେଇ ଦଉଛି ଏଟାକୁ ମୁଁ କରିଦଉଛି 30 ମିନିଟର ଆପଣ ଦେଖିବା ପାଇଁକା ନିଫ୍ଟିର 30 ମିନିଟର ଚାର୍ଟ ମୁଁ ଆପଣଙ୍କୁ ଅଲଗା ଅଲଗା ଲେଭେଲ ଟାଣି ଦେଖୁଛି କୋଉଟା ପ୍ରାକ୍ଟିକାଲ କୋଉଟା ଇମ୍ପ୍ରାକ୍ଟିକାଲ। ଏଇଟା କୋଉଠି ନେଲି ମୁଁ 30 ମିନିଟର ଚାର୍ଟରେ 14 ଅଗଷ୍ଟର ଲୋ ନେଇଛି 21 ଅଗଷ୍ଟର ହାଇ ନେଇଛି ଆଉ 23 ଅଗଷ୍ଟର ଲୋ ନେଇଛି। ଇଏ ବି ସମ୍ପୂର୍ଣ୍ଣ ରୂପେ ପସିବଲ କିନ୍ତୁ ହଉଛି କଣ ଏଠି ଏଣ୍ଟ୍ରି ଦଉଛି 24,831 ର ପ୍ରାଇସ୍ ଅଛି 24,956 ରୁ ଦଉଛି ଏଣ୍ଟ୍ରି ପାଇଁକା ତ ଏଠୁ ଆପଣଙ୍କର 125 ପଏଣ୍ଟ ଉପରେ ଯାଇକି ଏଣ୍ଟ୍ରି ମିଳୁଛି ଯୋଉଟା କି ବହୁତ ଡିଫିକଲ୍ଟ। କାହିଁକି ଏଟା ହଉଛି ନା ମୁଁ ଏ ପଏଣ୍ଟ ଟା ବହୁତ ତଳକୁ ନେଇଯାଇଛି ତ କଣ କରିବି ତାକୁ ଟିକେ ଉପରକୁ ଟାଣିଦେବି ଯୋଉଠି ଅଛି ଲେଭେଲ ତାର 50-55 ପଏଣ୍ଟ ଯାଏ ମୁଁ ନେଇକି ତାକୁ ଦେଖିବାକୁ ଚାହିଁବି ଯେ ଗୋଟେ ରିଏଲିଷ୍ଟିକ ମତେ ଏଣ୍ଟ୍ରି ମିଳିବ। ଏଠି ଏବେ ଚାଲିଛି ଆମର 24,831 କି 24,867 ତା ଅର୍ଥ ପାଖାପାଖି 36 ପଏଣ୍ଟର ମତେ ଉପରକୁ ମିଳୁଛି ଆଇ ଏମ୍ ଓକେ ୱିଥ ଦ୍ୟାଟ ଯେ ମୋର ଏଇଠି ୟା ଉପରକୁ କାଟିଲେ ମୁଁ ନେବି ଲଙ୍ଗ ଏଣ୍ଟ୍ରି RSI ମୋର 60 ଉପରକୁ ଥିବା ଦରକାର। କିନ୍ତୁ ଯଦି ସର୍ଟ କରିବି ତାହେଲେ କଣ କରିବି ସର୍ଟ କରିବା ପାଇଁ ମତେ ସେଇ ଲେଭେଲ ଥରେ ଟାଣିକି ଦେଖିବି ମତେ କଣ ଲେଭେଲ ଦେଖାଯାଉଛି। ଇଏ ଲେଭେଲ ମତେ ଠିକ ହିଁ ଦେଖାଯାଉଛି କାହିଁକି ନା 24,772 ତଳକୁ ଗଲେ 24,670 ବାକି 100 ପଏଣ୍ଟ ତଳକୁ ଦ୍ୟାଟ ଇଜ ଓକେ କିନ୍ତୁ ଏଠିକି ପହଞ୍ଚିଲା ବେଳକୁ ଆପଣଙ୍କୁ ଦରକାର ଯେ ଇଏ ଲେଭେଲ ଏଠି କାଟି ଗଲା ବେଳକୁ ଆପଣ RSI ର ଭ୍ୟାଲୁ ଥିବ 40 ତଳକୁ। ଧରି ନିଅନ୍ତୁ RSI ର ଭ୍ୟାଲୁ ଏଠି କାଟିଦେଲା କିନ୍ତୁ RSI 40 ତଳକୁ ନାହିଁ କଣ କରିବେ ଆପଣଙ୍କୁ ନୂଆ ଲେଭେଲ ଦରକାର
ନୂଆ ଲେଭେଲ ଯଦି ଦରକାର ଏଟାକୁ ତଳକୁ ଆଣିବାକୁ ପଡିବ। ତଳକୁ କେମିତି ଆଣିବେ? ଏଟା ଯେତେ ତଳକୁ ଆଣିବେ ଏ ସେତେ ତଳକୁ ଆସିବ। अंदाज कर देखो जदि प्राइस आसिकरी 24,831 रु 24,707 आसला ये 100% 40 तलक पळै जायतिबो। तेणु जेतବେଳେ प्राइस तळक खसी खसी जीवो सेतବେଳେ आपनको रीएडजस्ट करि चलथिबे, रीड्रॉ करि चलथिबे जे मो लेवल आ आरएसआई लेवल दीटा को मैच करिया दरकार। जेतेବେଳେ तळक काटुची आरएसआई तळक 40 तळक थिबा दरकार। मोर जेतेବେଳେ 0.236 काटुची लॉन्ग साइड रे सेतेବେଳେ मोर आरएसआई वैल्यू 60 उपरु थिबा दरकार। तेणु आपण निजको प्रस्तुत कर रखियो और रीएडजस्ट कर चलथिबे जे पर्यंत ट्रेड न मिलुची। वर्तमान टिके बुझ पारले? हाँ सर ताको ट्राई करि देखंतु। बुझी आज्ञा पचारन। के किछि कहयौ चाहतले बदे पचारंतु आप। नहीं सर बुझी होज कहतले। अच्छा वेरी गुड वेरी गुड। तो ये आपनकर क्रिएटिविटी पर निर्भर करछ। एठी कोन कंफ्यूजन हुए जे कोठु टाणीबी कोठु टाणिया उचित कोन नियम कहछि कोठु टाणिए बोले कोन से थंब रूल नाही। आपनकर स्विंग लो रु स्विंग हाई को टाणी परिबे। से सेही दिन रहिताओ पूर्व दिन रहिताओ बा ता दी दिन पूर्व रहिताओ ता संग किछि संपर्क नाही। आपनको स्विंग हाई स्विंग लो मिलिया दरकार। आउ आपनको ट्रेड ट्रेंड ता जाना दरकार। धन्यंतु मैं सब जगह तक एठी डिलीट कर दोछि। जदि जने शिखिचंती जे मु शिखिची रिट्रेसमेंट जोटा कि मार्केट रे 99% लोक रिट्रेसमेंट जानନ୍ତି तो ताकि बड़ा अद्भुत भाବରେ व्यवहार करନ୍ତି। धरन तो रिट्रेसमेंट जानଛନ୍ତି केमती कर देबे से कोन कर देना एठो टाणी देबे तळु एति जाय। आ कोन जानଛନ୍ତି ता संगे गोल्डन रेशियो होची 0.236 ए सॉरी 382 0.382 टाणी देले 0.382 को जदि काटी पळेले ताले हम कोठी जे 0.618 एति जाय। किंतु सेथिरे आपनको बहुत ही कम ट्रेड मिलिबो। वर्तमान देखंतु आरएसआई रे लेवल कोन अछि 60 पाखा पाखी अछि। सेठु आपण जदि आपण शॉर्ट मिलिबो भी नबा उचित नुहे कारण से शॉर्ट सस्टेन करिवो नै। जदि एंट्री समय आरएसआई 40 तळक अछि ताले से ट्रेंड सस्टेन करिवार संभावना बहुत अधिक। सो दिस इज अ हाई प्रोबेबिलिटी ट्रेड। नहले आपनको ट्रेड हाई प्रोबेबिलिटी रहइबोनी। जदि जेते बेले आरएसआई जेते बेले काटी देला फिबोनाची लेवल जदि आपण सेटु एंटर करि गेले सेतरे आपनकर सक्सेस रेट 30-35% रहइबो। मु जो रूल कोछि सेतरे आपण सक्सेस रेट 78 टू 80% रहइबो। तेणु आपण ट्रेंड देखिकरी आनिबे। जेतेबेले हम कहले 9:30 ରୁ 9:45 भितर आपण टाणुचंते दिन भितर कोन हो बोली जदि मार्केट रेंज बाउंड अछि आपण एक्सटेंशन रिट्रेसमेंट दीटा को टाणी बसिबे। जदि आपनको मार्केट ट्रेंड जଣା पड़छ एटा बुलिश अछि बोली ताले बुलिश पे एक्सटेंशन टाणीबे। जदि बियरिश अछि बोली ताले बियरिश एक्सटेंशन टाणीबे। सेटा रिट्रेसमेंट टाणीबार कोनोसी आवश्यकता नै तार कोन यथार्थता नै। आउ ए लेवल को आपण रीएडजस्ट करि चलथि। धरि नियंतु एठी गोटे मु लेवल टाणिछि केते दोछ आपनको एठी गोटे लेवल टाणिली एठी निफ्टी रे 30 मिनिट चार्ट में देखुचे लेवल टाणिली से कहले जे आपको जीवो एठी पळेला तापर कोन तापर आपण ट्रेड सरी गेला ट्रेड सरलानी गोटे थोर टारगेट अचीव गला रीट्रेड करिवे ताको पुणी पुणी नुवा लेवल मिलला पुणी नुवा लेवल आसीबो एठी नहले एठी आपण टाणी देख करिवे रीएडजस्ट कर चलथिबे पुणी नुवा लेवल मिलियो एठी कोन को एठु काटला बेलको 60 ऊपर तो आरएसआई पुणी हमको ऊपर मिलियो। ठीक अछि एटा को धरि नियंतु मु 5 मिनिट रे करछि 30 मिनिट जगह 5 मिनिट करछि। 30 मिनिट रे कहली केतेल करबे जेतेले दिनर आरंभ आपण 9:15 20 9:30 पर्यंत 9:40 पर्यंत आपण 15 मिनिट टाणी के लेवल टाणी जेतेले ट्रेड करे आरंभ करबे आपण 5 मिनिट बा 3 मिनिट जोथरा आपण कंफर्ट अछि सेतरे करिवे। एटा मु निफ्टी रो 5 मिनिट रो चार्ट देखौछि। खाली एंश्योर करि जे आपण लेवल ठीक टाणी चंती बोल एठी 5 मिनिट रो चार्ट रे
ମୁଁ କୋ ଲେଭେଲ ନେଲି 20 ଅଗଷ୍ଟ ର लो, 20 ଅଗଷ୍ଟ 9:20 ର लो, 21 ଅଗଷ୍ଟ 10:25 ର ହାଇ, 21 ଅଗଷ୍ଟ 11:10 ର लो। ସେ କହୁଛି ଯେ ଏଠି ଏଣ୍ଟ୍ରି ହଉଛି 21 ଅଗଷ୍ଟ 2:55 ଏଣ୍ଟ୍ରି ହଉଛି। ମୁଁ ଜାଣିନି ଆପଣ କେତେବେଳେ ତମେ ଟ୍ରେଡ୍ କରନ୍ତି, କିନ୍ତୁ ମୁଁ କେବେ ହେଲେ 2ଟା ପରେ ଟ୍ରେଡ୍ କରେନି, କିନ୍ତୁ ବହୁତ ଲୋକ ଅଛନ୍ତି 2:30 ପରେ ହିଁ ଟ୍ରେଡ୍ କରନ୍ତି। କାରଣ ସକାଳେ 9:15 ରୁ 9:45 ଭିତରେ ସବୁଠୁ ଅଧିକା ମୁଭମେଣ୍ଟ ମିଳେ, ଆଉ 2:30 ରୁ 3:15 ଯାଏଁ ସବୁଠୁ ବଢିଆ ମୁଭମେଣ୍ଟ ମିଳେ। ତ ଏଠି ମିଳିଲା ଲଙ୍ଗ ଏଣ୍ଟ୍ରି, ତାପରେ ଆପଣଙ୍କର ହେଇଗଲା, ଏଠି ହେଇଗଲା, ସରି, ଏଠି ଆପଣଙ୍କୁ ମିଳିଲା ଲଙ୍ଗ ଏଣ୍ଟ୍ରି, ଫର୍ଷ୍ଟ ଟାର୍ଗେଟ, ସେକେଣ୍ଡ ଟାର୍ଗେଟ, ବାସ୍ ବାହାରିଯିବେ। ତାପରେ ଯଦି ଉପରୁ କାଟି 1 କୁ କାଟି ପଳେଇଲାଣି, ତାପରେ ରିଡ୍ର କରିବେ। ରିଡ୍ର କରି ଦେଖିବେ କଣ କିଛି ମିଳୁଛି କି ନାହିଁ ବୋଲି। ଏ ବି ସି ସବୁ ଯାକ ବଦଳୁଥିବ ସେତେବେଳେ। ଏଠି ଟାଣିଦେଲେ କିଛି ଆଉ ମିଳିଲାନି, ମିଳିଲାନି। ଏମିତି ଜରୁରୀ ନାହିଁ ଯେ ପ୍ରତିଦିନ ମିଳିବ। ଯଦି ମାର୍କେଟ ସାଇଡ ୱେଜ ଥିବ ତାହେଲେ ମିଳିବନି। ଇଟ୍ କ୍ୟାନଟ୍ ହେଲ୍ପ, ଦେयर ଇଜ नो वे। କିଛି ଜରୁରୀ ନାହିଁ ଯେ ସବୁ ଥର ସବୁଦିନ ମାର୍କେଟରେ ନିଶ୍ଚୟ ଅପରଚୁନିଟି ମିଳିବ ବୋଲି, ନ ମିଳିପାରେ, ଇଟ୍ସ ପସିବଲ। ଯେପର୍ଯ୍ୟନ୍ତ କଣ୍ଡିସନ୍ସ ଫୁଲଫିଲ ନ ହଉଛି ସେ ପର୍ଯ୍ୟନ୍ତ ଟ୍ରେଡ୍ ନେବେ ନା, ଏଣ୍ଟ୍ରି କରିବେନି। ଯଦି ଆପଣ ଅପସନରେ ଟ୍ରେଣ୍ଡ ଟାଣୁଛନ୍ତି ତାହେଲେ 1 ମିନିଟ ଟାଣିବେ, ଆଉ ସେଇ ପ୍ରିନ୍ସିପଲ ହବ, କିନ୍ତୁ ଏଣ୍ଟ୍ରି କଣ ହବ, ଇନଷ୍ଟେଡ ଅଫ 0.236 ଆପଣ 0.146 ରେ ମଧ୍ୟ ଏଣ୍ଟ୍ରି କରିପାରିବେ, ଆଉ ଟାର୍ଗେଟ ହବ 0.618। ଯଦି 0.236 ରେ ମଧ୍ୟ ଏଣ୍ଟ୍ରି କରୁଛନ୍ତି, ଟାର୍ଗେଟ ହବ 0.618, 0.5 ନୁହେଁ, କାରଣ ବହୁତ ଜଲ୍ଦି ସେ ଟାର୍ଗେଟ ଆଚିଭ୍ ହେଇଯିବ। ମାନେ ମାକ୍ସିମମ୍ 5 ମିନିଟ ଭିତରେ ନିଶ୍ଚୟ ଆଚିଭ୍ ହେଇଯିବା ଉଚିତ। ଯଦି ଆପଣ ଟାଣିଛନ୍ତି ଆଚିଭ୍ ହଉନାହିଁ, 10 ମିନିଟ ହେଇଗଲା, ଯାହା ଅଛି ଟ୍ରେଡ୍ ରୁ ବାହାରି ଯିବେ, କାରଣ ତାପରେ ଆପଣ ଟିକେ ହବା ଆରମ୍ଭ କରିବ ପ୍ରିମିୟମ୍ସ। ଆକୁ ଆପଣ ନିଜେ ଟ୍ରାଏ କରି ଦେଖନ୍ତୁ। ବିଭିନ୍ନ ପ୍ରକାର ଆସେଟ କ୍ଲାସ, ଯେମିତିକି ମୁଁ ଏଠି ଦେଖେଇଲି ଆପଣଙ୍କୁ, ବିଟକଏନ ଆଉ ୟାର 15 ମିନିଟର ଚାର୍ଟ। ଆଉ ଗୋଟେ ଦେଖେଇ ଦଉଛି, ଧରି ନିଅନ୍ତୁ ଗୋଟେ ଲଣ୍ଡନ ର ଇଣ୍ଡେକ୍ସ ନେଇଯିବା, ଫୁଟସି। ହଁ, ଫୁଟସି ଇଣ୍ଡେକ୍ସ ନବା ଆମେ। ଯେମିତି ଆମର ଏନଏସସି ଅଛି, ବିଏସସି ଅଛି, ଲଣ୍ଡନ ଫୁଟସି ଅଛି, ଜର୍ମାନ ଡାକ୍ସ ଅଛି, ଆଉ ୟାର ହଂକଂ ର ଅଲଗା ଅଛି, ହ୍ୟାଙ୍ଗସେଙ୍ଗ। ବା ୟୁଏସ୍ ଦେଖିବା 3ଟା ମେଜର ଅଛି, ଗୋଟେ ହଉଛି ଡାଓ ଜୋନ୍ସ, ଆଉ ଗୋଟେ ହଉଛି ନାସଡାକ୍, ଗୋଟେ ହଉଛି S&P 500। ମୁଁ କାହିଁକି ଦେଖୁଛି, ଏଥିରେ ତ ଆମେ ଟ୍ରେଡ୍ କରିବାର ନାହିଁ, କିନ୍ତୁ ଦେଖିବାକୁ ଚେଷ୍ଟା କରୁଛି ଯେ କଣ ଫିବୁନାସି ଯେକୌଣସି ଆସେଟ କ୍ଲାସରେ କାମ କରେ, ସେଇଟା ଦେଖିବା ପାଇଁ ଚେଷ୍ଟା କରୁଛୁ। ଫୁଟସି ର, ଲଣ୍ଡନ ଫୁଟସି ଏକ୍ସଚେଞ୍ଜ ର ଇଣ୍ଡେକ୍ସ ର ମୁଁ ଦେଖଉଛି, ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜ ର ଫୁଟସି ଇଣ୍ଡେକ୍ସ ଲଙ୍ଗ ଏକ୍ସଟେନସନ, ଫିବୁନାସି ଏକ୍ସଟେନସନ। ଏଣ୍ଟ୍ରି ହଉଛି 0.236, ଫର୍ଷ୍ଟ ଟାର୍ଗେଟ 0.5, ସେକେଣ୍ଡ ଟାର୍ଗେଟ 0.618, ଥର୍ଡ ଟାର୍ଗେଟ 0.786। ଆଚ୍ଛା, ଏଠି ଗୋଟେ 0.786 ଟାକୁ ମୁଁ ହାଇଡ୍ କରିଦେଇଥିଲି। ଏମିତିଆ ଟାର୍ଗେଟ ଆସୁଛି। ଯେକୌଣସି ଇଣ୍ଡେକ୍ସ ର, ଯେକୌଣସି ଆସେଟ କ୍ଲାସ ର, ଯେକୌଣସି ଟାଇମ ଫ୍ରେମ ରେ କାମ କରିପାରିବେ। ଧରିନିଅନ୍ତୁ ଏଟାକୁ ମୁଁ ଦେଖୁଛି ୱିକଲି ଚାର୍ଟ ଦେଖିଦବା। 0.236 ଏଣ୍ଟ୍ରି ହେଲା, 0.5 ଫର୍ଷ୍ଟ ଟାର୍ଗେଟ, ସେକେଣ୍ଡ ଟାର୍ଗେଟ, ଥର୍ଡ ଟାର୍ଗେଟ। ये लो କୋଉଠି ନେଇଥିଲି, लो ନେଲି ମୁଁ 26 ସେପ୍ଟେମ୍ବର 2022 ର, ହାଇ ନେଲି ମୁଁ 24 ଜୁଲାଇ 2023 ର, लो ନେଲି 23 ଅକ୍ଟୋବର 2023 ର। କେତେ ଅଲଗା ଅଲଗା ଟାଇମ ଡେଟ୍, କେତେ ଅଲଗା ଅଲଗା ବର୍ଷ, ମାସ, ସତ୍ୟ ମଧ୍ୟ କାମ କରିବ। ତ this is what it proves that Fibonacci works in any time frame, in any asset class, and in any market.
से स्टॉक हो, ईटीएफ हो, स्टॉक ऑप्शंस हो, इंडेक्स फ्यूचर हो, करेंसीज हो, क्रिप्टो करेंसी हो, सबुथिरे काम। बर्तमान 5 मिनिट अच्छी पचारतु कौन पचार क्लारिफिकेशन जदि किसी अच्छी पचारतु। ସାର୍ ଆମେ ସୁଇଙ୍ଗ ଟ୍ରେଡିଂ କରିବା ହେଲେ ଆମେ ଟାଇମ୍ ଫ୍ରେମ୍ ରଖିବା 1 ଡେ ପ୍ଲସ୍ ଯଦି ଇଣ୍ଟ୍ରାଡେରେ କରିବା ଷ୍ଟକ୍ ଉପରେ କଥା କହୁଛୁ, ମୁଁ ଷ୍ଟକ୍ କଥା କହୁଛି। ଷ୍ଟକ୍ ରେ ଯଦି ଆମେ ସୁଇଙ୍ଗ ଟ୍ରେଡିଂ କରିବା ଟାଇମ୍ ଆଜ୍ଞା। ଫ୍ରେମ୍ ରହିବ 1 ଡେ, ଯଦି ଷ୍ଟକ୍ ରେ କରିବା ହୁଁ, ଇଣ୍ଟ୍ରାଡେରେ ଟାଇମ୍ ଫ୍ରେମ୍ସ ହୁଁ, ରହିବ 5 ମିନିଟ୍ସ। करेक्ट करेक्ट। ଥ୍ୟାଙ୍କ ୟୁ ସାର୍। ସେଥିରେ ଆପଣଙ୍କୁ ଠିକ ଲେଭେଲ ମିଳିବ। ଆଜ୍ଞା ସାର୍। ତ ଆପଣ ଷ୍ଟକ୍ କେମିତି ବାଛନ୍ତି? ସାର୍ ସାର୍ ସ୍विଙ୍ଗ ଟ୍ରେଡିଂ ପାଇଁକା ଆଜ୍ଞା। ଷ୍ଟକ୍ କେମିତି ବାଛନ୍ତି? ତାର ପ୍ରୋସେସ ଆପଣ କଣ ଫଲୋ କରନ୍ତି? ଆଗରୁ ସାର୍ ଆମେ RSI ଯୋଉ ଲଗେଇକି ଦେଖୁଥିଲୁ, ତାର ସେ ଲେବୁଲ ତଳକୁ ଆସିଲେ RSI ବୋଲିଜର ବ୍ୟାଣ୍ଡ ଲଗେଇ ଦେଖୁଥିଲୁ। ଆଚ୍ଛା, ଏବେ ତ ଟିକେ ଦେଖି ସେଟିଂ କରିବା, ଏଇ ମେଥଡ ସେଟିଂ କରିବା ଟିକେ ଆଉ। ଆପଣ ଚାର୍ଟିଂ ବ୍ୟବହାର କରନ୍ତି? ସାର୍ ଚାର୍ଟ ଇଙ୍କ ଏ ସାଇଟ୍ ଯୋଉ ଦେଖୁଛି ଚାର୍ଟିଂ, ନାଇଁ ସାର୍, ନାଇଁ ସାର୍, ନାଇଁ ସାର୍। ଏଟା ବ୍ୟବହାର କରନ୍ତୁ। ଏଥିରେ ଆପଣ ସ୍କ୍ରିନର ତିଆରି କରନ୍ତୁ ନିଜେ। ମୁଁ 2 ମିନିଟ ଦେଖୁଛି, ଆପଣ ଯୋଉଟା କହିଲେ ମୁଁ ଗୋଟେ ସ୍କ୍ରିନର ତିଆରି କରୁଛି। ଆଜ୍ଞା। ଆପଣ କହୁଛନ୍ତି ଯେ ଆପଣଙ୍କୁ ସେଇ ଷ୍ଟକ୍ ଦରକାର ଯାହାର RSI କାହା ଉପରକୁ ଯାଇଥିବ, କେତେ ଭ୍ୟାଲ୍ୟୁ ଉପରକୁ ଯାଇଥିବ? ମୁଁ 40 ରୁ 60 ଦେଖେ ସାର୍। 40-60। ମୁଁ କହିଲି ଆଜ୍ଞା। କ୍ରସ୍ ଟା ଯୋଉଟା କରିଦିଅ ଯୋଉଟା 60 ଉପରକୁ ଯାଇଥିବ। ଆଜ୍ଞା। ଠିକ। ଆପଣ କହୁଛନ୍ତି ତାର କ୍ଲୋଜିଂ ପ୍ରାଇସ୍ ଟା ବୋଲିଞ୍ଜର ବ୍ୟାଣ୍ଡ ର ଅପର ବ୍ୟାଣ୍ଡ ଉପରକୁ ଯାଇଥିବ। ଆଜ୍ଞା ସାର୍। ସୋ କ୍ଲୋଜ କରିଦେଲି ଇଜ ଗ୍ରେଟର ଦ୍ୟାନ ଅପର ବୋଲିଞ୍ଜର ବ୍ୟାଣ୍ଡ। ଠିକ ଏଇ କଣ୍ଡିସନ ରଖିଲେ ଆପଣ ଆଜ୍ଞା। 22 ରଖନ୍ତି ନା ଆଉ କଣ ଅଲଗା ରଖନ୍ତି? ସେଟା ସେଠି ଭୁଲି ଯାଇଛି, ଦେଖିବାକୁ ପଡିବ ଟିକେ। ଆଚ୍ଛା, ମୁଁ ବିଗନର ତ, ସେ ଦେଖିବାକୁ ପଡିବ, ଭୁଲି ଯାଇଛି ଟିକେ। ହଁ। ମୁଁ ଦେଖି ଦଉଛି ବୋଲିଞ୍ଜର ବ୍ୟାଣ୍ଡ ର ଅର୍ଥ କଣ ହୁଏ। ବୋଲିଞ୍ଜର ବ୍ୟାଣ୍ଡ ରେ ଦିଟା ଜିନିଷ ଥାଏ ନା, ଆଜ୍ଞା ଗୋଟେ ସାର୍। ହେଇଗଲା ଆପଣଙ୍କର କେତେ ଲୁକ୍ ବ୍ୟାକ୍ ପିରିୟଡ ଆଉ ତାର ମଲ୍ଟିପ୍ଲାୟର, ଏଟା ଷ୍ଟାଣ୍ଡାର୍ଡ ଡେଭିଏସନ କୁହନ୍ତି। ଏଟା 2 ଷ୍ଟାଣ୍ଡାର୍ଡ ଥାଏ 20 and 2। ଯଦି ଏଟାକୁ ମୁଁ 1.5 କରିଦେଲି, ଦେଖନ୍ତୁ ଏଟାକୁ କଣ ହବ, ନାରୋ ହେଇଯିବ ବୋଲିଞ୍ଜର ବ୍ୟାଣ୍ଡ। ଯଦି ମୁଁ ତାକୁ 2 ଜାଗାରେ ତାକୁ କରିଦେଲି 3, ତାହେଲେ ବୋଲିଞ୍ଜର ବ୍ୟାଣ୍ଡ ୱାଇଡ୍ ହେଇଯିବ। ତେଣୁ ଷ୍ଟାଣ୍ଡାର୍ଡ ଡେଭିଏସନ ଆପଣ ଡାଟା ବୁଝନ୍ତି, ତାହେଲେ ଏଟା କ୍ଲୋଜିଂ ପ୍ରାଇସ୍ ର ଷ୍ଟାଣ୍ଡାର୍ଡ ଡେଭିଏସନ 20 ପିରିୟଡ ଦେଖୁଛି। ତ ସାର୍ ଏଟା 20 ଆଉ 2 ତାର ବାଇ ଡିଫଲ୍ଟ ଥାଏ, ମୁଁ ତାକୁ 22 ରେ ରଖିଦଉଛି। ଆଜ୍ଞା ସାର୍, 22 ଠିକ ଅଛି। ଆଉ ବହୁତ ଲୋକ ତାକୁ 0.8 ରେ ବି ରଖନ୍ତି, 10 and 0.8। ତ ଏଟାକୁ କେମିତି ରଖନ୍ତି, 10 and ଏଟା ରଖନ୍ତି 0.8। ଏଟାକୁ ଇଣ୍ଟ୍ରାଡେ ପାଇଁକା ରଖନ୍ତି, ଏମିତି ରଖନ୍ତି। ସାର୍ ତ ଏମିତି ହେଇଯିବ ବୋଲିଞ୍ଜର ବ୍ୟାଣ୍ଡ ଟା। ଠିକ ହଁ। ଅଛି। ଆଜ୍ଞା ସାର୍। ସୋ ଯଦି ମୁଁ କହିଲି ଏଟା ଅପର ବୋଲିଞ୍ଜର କାଟିଲେ, ତାପରେ ଆପଣ କୋଉ ପ୍ରକାର ଷ୍ଟକ୍ ରେ ଟ୍ରେଡ କରନ୍ତି? ଲାର୍ଜ କ୍ୟାପ୍, ମିଡ କ୍ୟାପ୍, ସ୍ମଲ କ୍ୟାପ୍? ସାର୍ ସେମିତି ତ ଆମେ ଦେଖୁନୁ, ନର୍ମାଲି କିଛିଟା ଷ୍ଟକ୍ ଚୁଜ୍ କରି ଦେଖୁ। ଆକ୍ଚୁଆଲି ବିଗିନର ତ, ଆମେ ସେତେ କିଛି ଏଣ୍ଟ୍ରି ଆଚ୍ଛା, କରିବୁ। ମୁଁ ହଁ। ଆପଣଙ୍କୁ ବୁଝେଇ ଦଉଛି ମାର୍କେଟ କ୍ୟାପ୍ ମାନେ କଣ। ଆଜ୍ଞା। ଯୋଉ कंपनी जो शेयर प्राइस है ताकू तार जितेटा शेयर मार्केट रे ओपन अछि ट्रेड करे पे ताकू जदी मल्टीप्लाई कर देबे जो वैल्यू आसो ताकू कहंती माने मार्केट कैपिटलाइजेशन। इंडियन मार्केट रे हमें तीन प्रकार कैटेगरी करछु, आଜ୍ଞା। जोटा कि जो कंपनी रो मार्केट कैपिटलाइजेशन 5000 कोटी रु कम ताकू हमें स्मॉल कैप कहछु, आଜ୍ଞା। 5000 कोटी रु 20000 कोटी हमें मिड कैप कहछु, 20000 कोटी ऊपर कहछु लार्ज कैप। 10 के साथ। 20000 कोटी ऊपर जोटा था बड़ बड़ कंपनी था, सेठी हम कौन करबा, एठी हम नेइबा मार्केट कैप। अर्थात हमें स्मॉल कैप जे नबो चाहिबेनी, मार्केट कैप इज ग्रेटर देन इक्वल टू 20000 कोटी मु कर दूची। तार हम केवल बड़ बड़ कंपनी देखा ताल कोन वोलेटिलिटी कम हो, तो आगे सर। देखो रन कर दूची। देखुन तो एठी देखे देबो एतिके आसी गला कोन ए कंडीशन किछि, आरएसआई 60 को काटि के जाईछि, क्लोज अपर बोलिंज बैंड ऊपर अछि, मार्केट कैप 20000 कोटी रो अधिक, तले एतिकटा आसला। आपन को एटा कोनते स्कैनर, ए स्कैनर को नेकरी आपन जो स्टॉक आसला ताको आपन स्टडी करि पारंते, नेबी न नेबो। ओके, थैंक यू सर।
नॉर्मली सर हमें निफ्टी 50 रो स्टॉक ऊपर ट्रेड करू। हाँ आपण कर परिबे सपोज मैं एटाको बंद एटाको मु ऑफ कर दोची एटी कैश जगह में करली निफ्टी 50 से भी कर परिबे एटा किछ आसलानी जे निफ्टी 50 किछ आसलानी त निफ्टी 100 देख दे परिबे कोई तो किछ आस जाय पारे किछ आसेनी निफ्टी 500 जाय परिबे हम दिटा टाटा टेक्नोलॉजी टाटा इलेक्ट्रिक सेंस कर परिबे अच्छा थैंक यू सर जदि आपण चाहउछन नै मो फ्यूचर ऑप्शंस देखिया चाहउछि ताले एठी जाके आपण चूज करिवे फ्यूचर्स केवल एफ एंड स्टॉक देखिबो किछ आसेनी एतरे जो ताको सेव कर देबा धन्य तुम कोचिस एटा को मु कैश कर दोछि कैश कले कोन हो करिके मु 20000 कोटी रो ऊपर को करूछि ताकि कहली सेव स्कैन यार ना दे दोछि टेस्ट लॉन्ग RSI greater than 60 close greater than upper Bollinger Band market cap greater than 20,000 crore category bullish scan submit एटी कौन है एटी मते गत 9 मास रे कौन कौन आछि से देखे दबो सपोज मैं देखिया चाहूछि 18 अप्रैल कौन आस्तला ट्रेंट टिमकेन टाटा टिमकेन और भारती एयरटेल मु ट्रेंट रे क्लिक कले से मते चार्ट क्लिक देखे दो जो दिन आस्तला सिग्नल तापर कौन हैला प्राइस एटी कोन सिग्नल आस्तला कौन हैला प्राइस जदि मु टाटा टिमकेन देखुछि एटी आस्तला सिग्नल 18 अप्रैल तापर चढ़ी की जाइछि जदि मु भारती एयरटेल 18 अप्रैल जो दिन ट्रिगर हेतिबो से दिन से येलो करी ब्लैंड देखे दो ने ऊपर चल तो एमती आपण देखि पारे दिस इज अ सब्जेक्ट बाय इटसेल्फ जेहेतु आपण कहले जे स्विंग ट्रेड से पे हम आपण देखे देले यस सर थैंक यू सर वेलकम जदि आउ किछि प्रश्न अछि पछानते नले आज रो सेशन सारिबा एठी सर केवल सपोर्ट रीजन पाई कोन हमें बाहर करि परिया चार्टिंग केस केमि यूज कर परिया सपोर्ट रीजन लो अछि आ हमें केमि स्टॉक बाहर करिया सर तो आपण जे सपोर्ट चाहउछंती जे गोटे ईएमए कि गोटे पाइवट रो रेजिस्टेंस के सपोर्ट ताले से अनुसार आपण करि परिबे लिखि परिबे चार्टिंग रे बहुत जिंस संभव आपण इंट्राडे पे भी 5 मिनिट रो कैंडल देखि करि परिबे जदि चाहिए ताले मु नेक्स्ट क्लास रे चार्टिंग ऊपर केमते स्कैनर तयारी करे जाय ताप केमते बैक टेस्ट करा जाय सेबडा मध्ये आपन देखै दे आज्ञा ये सर मोस्ट वेलकम सर। आगे देखा दो सर देखा चाहूँ ठीक अछि चैटिंग रो टिके सर चैटिंग टा केंदी यूज करन त गुटे सर के ठीक अछि चार्टिंग शॉर्ट विषय वीडियो में पाजो हां चार्टिंग ऊपर आपन बहुत प्रकार अछि वीडियोस YouTube रे किंतु चार्टिंग को मु जेंति व्यवहार करे आ जोटा कि इफेक्टिवली व्यवहार करे जे परियो सेटा मु नेक्स्ट क्लास रे आपन को कहि दे परिबे এটা স্যার ফ্রি না পেড সফটওয়্যার सो एथरे दीटा एक अछि फ्री अछि और पेड भी अछि फ्री रे आपन को केवल सुविधा कोन असुविधा अछि जे 9 मास रो प्रीवियस 9 मास रो बैक टेस्टेड डाटा देखेबो जदि आपन पे करछुंती जोटा कि 850 टका मास को नउची सेथिरे आपन को 9 वर्ष रो डाटा मध्ये आपन डाउनलोड कर परिबे 9 वर्ष रो प्रीवियस 9 वर्ष रे कोन कोन सिग्नल आस्ते ताको देख परिबे आमे ए भी कथा हवा जदि गोटे तयारी करछे आमे स्कैनर ताको ऑप्टिमाइज केमति करबा केमति ताको आमे धरि परिबा जे एटा हमको बेटर रिटर्न दउची केम जानि परिबा से मध्ये डिस्कस करबा ଆଜ୍ଞା ନେକ୍ସଟ କ୍ଲାସ ରେ ସାର୍ ଆମେ ଅପେକ୍ଷା କରୁଛୁ ଆପଣଙ୍କଠୁ ଶିଖିବା ପାଇଁ ଚାଟିଂ अच्छा ठीक अरे अछि काली क्लास रखि परिबा ना नेक्स्ट फ्राइडे रे काली नाइ काली संध्या रे मो गोटे श्राद्ध रे जिबार अछि तो ठीक अछि अरे नेक्स्ट फ्राइडे रखिबा हां नेक्स्ट फ्राइडे आଜ୍ଞା ठीक अछि आଜ୍ଞା ରହିଲ ताले आଜ୍ଞା नमस्कार थैंक्स गुड नाइट सर गुड नाइट Right.